ପ୍ରିସଲ ସମସ୍ତଙ୍କୁ ଆରୁ ମତେ ଏଇ ସୁନ୍ଦର ସୁଯୋଗ ପ୍ରଭୁ ଦେଇଥିବାରୁ ତାଙ୍କୁ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ ହୋଷ୍ଟ ଆଜ୍ଞାଙ୍କୁ ମଧ୍ୟ ଧନ୍ୟବାଦ ଦିଏ। ମତେ ଆଜି ସୁନ୍ଦର ସୁଯୋଗ ଦେଇଅଛନ୍ତି। ଆମେ ଆଗକୁ ଯାଉଥିବା ଆଉ ଗୋଟେ ଗୀତ ଗାଇ ପ୍ରଭୁଙ୍କର ପ୍ରଶଂସା କରୁଥିବା। ପ୍ରାର୍ଥନା ଟିକେ କରିବି ତାପରେ ଆଗକୁ ଯିବା। ସୈନ୍ୟାଧିପତି ସଦା ପ୍ରଭୁ ତୁମ ନାମକୁ ଧନ୍ୟବାଦ ଦଉଛି ରାଜା। ଦୟା କଲ, ଅନୁଗ୍ରହ କଲ, ସୁନ୍ଦର ସକାଳ ଦେଖିବାକୁ ଦେଲ। ପ୍ରଭୁ ଆଜି ଦିନ ପାଇଁ ମତେ ମନୋନୀତ କରିଛ ପ୍ରଭୁ। ପ୍ରଭୁ ମୁଁ ମନୁଷ୍ୟ ଦୃଷ୍ଟିରେ ହୀନ ହେଇପାରେ, କିନ୍ତୁ ତୁମ ଦୃଷ୍ଟିରେ ଉତ୍ତମ ରାଜା। ତୁମେ ଆଜି ପାଇଁ ମୋର ରମେଶ୍ୱର ଆରାଧନା କରିବା ପାଇଁ ମତେ ତୁମେ ମନୋନୀତ କରିଛ। ମୋର ତୁମେ ଆଶୀର୍ବାଦ କର, ମୋର କଣ୍ଠକୁ ଖୋଲି ଦିଅ। ମୁଁ ସିଙ୍ଗର ନୁହେଁ ପ୍ରଭୁ, ତଥାପି ପରମେଶ୍ୱର ତୁମେ ମତେ ଆଜି ଏହି ସଭା ପାଇଁ ମନୋନୀତ କରିଥିବାରୁ ତୁମ ନାମକୁ ଧନ୍ୟବାଦ ଦଉଛି। ଗୌରବ ତୁମର, ମହିମା ତୁମର ଯୀଶୁ। ତୁମର ପ୍ରିୟ ନାମରେ ମାଗିଲି, ଦୟାରେ ଶୁଣି ଗ୍ରହଣ କର। ଆମେ ଗୀତ ଗାଉଥିବା ପ୍ରଭୁଙ୍କର ଗୌରବ ନିମନ୍ତେ। ଦୁର୍ଗମ ପଥ ଆମର, ସଂକୀର୍ଣ୍ଣ ମାର୍ଗ ଆମର, ଦୁର୍ଗମ ପଥ ଆମର, ସଂକୀର୍ଣ୍ଣ ମାର୍ଗ ଆମର। ଆଗେଇ ଚାଲରେ, ପଛକୁ ନ ଫେରରେ, ଯୀଶୁ ଛନ୍ତି ସାଥିରେ। ଆଗେଇ ଚାଲରେ, ପଛକୁ ନ ଫେରରେ, ଯୀଶୁ ଛନ୍ତି ସାଥିରେ। ପଥେ ଅଛି ଆପଦ ଘେରି, ନିନ୍ଦା ଅପମାନରେ ଭରି। ପଥେ ଅଛି ଆପଦ ଘେରି, ନିନ୍ଦା ଅପମାନରେ ଭରି। ଜୀବନର ଶେଷ ଯାଏ ସେ ଅଛନ୍ତି ସାଥିରେ, ଯୀଶୁଙ୍କ ପ୍ରତିଜ୍ଞା ପ୍ରମାଣେ। ଜୀବନର ଶେଷ ଯାଏ ସେ ଅଛନ୍ତି ସାଥିରେ, ଯୀଶୁଙ୍କ ପ୍ରତିଜ୍ଞା ପ୍ରମାଣେ। ଦୁର୍ଗମ ପଥ ଆମର, ସଂକୀର୍ଣ୍ଣ ମାର୍ଗ ଆମର, ଦୁର୍ଗମ ପଥ ଆମର, ସଂକୀର୍ଣ୍ଣ ମାର୍ଗ ଆମର। ଆଗେଇ ଚାଲରେ, ପଛକୁ ନ ଚାହଁରେ, ଯୀଶୁ ଛନ୍ତି ସାଥିରେ। ଆସରେ ଭାଇ ଭଉଣୀ, ଭେଦ ଭାବ ସବୁକୁ ଭୁଲି। ଆସରେ ଭାଇ ଭଉଣୀ, ଭେଦ ଭାବ ସବୁକୁ ଭୁଲି। ଶାନ୍ତି ମୁକ୍ତି କ୍ଷମା ଅଛି ଯୀଶୁଙ୍କ ଠାରେ, କହିଯିବା କାନେ କାନେ। ଶାନ୍ତି ମୁକ୍ତି କ୍ଷମା ଅଛି ଯୀଶୁଙ୍କ ଠାରେ, କହିଯିବା କାନେ କାନେ। ଦୁର୍ଗମ ପଥ ଆମର, ସଂକୀର୍ଣ୍ଣ ମାର୍ଗ ଆମର, ଦୁର୍ଗମ ପଥ ଆମର, ସଂକୀର୍ଣ୍ଣ ମାର୍ଗ ଆମର। ଆଗେଇ ଚାଲରେ, ପଛକୁ ନ ଚାହଁରେ, ଯୀଶୁ ଛନ୍ତି ସାଥିରେ। କ୍ଳାନ୍ତ ନ ହେବା ସେବାରେ, ପୁରସ୍କୃତ ହେବା ଶେଷରେ। କ୍ଳାନ୍ତ ନ ହେବା ଶେଷରେ, ପୁରସ୍କୃତ ହେବା ଶେଷରେ। ଯୀଶୁଙ୍କ ସ୍ୱହସ୍ତରେ, ସର୍ବ ସମ୍ମୁଖରେ,
ତାଙ୍କ ଆଗମନରେ। ଯୀଶୁଙ୍କ ସହସ୍ତରେ ସର୍ବସମ୍ମୁଖରେ ତାଙ୍କ ଆଗମନରେ। ଦୁର୍ଗମ ପଥ ଆମର, ସଂକୀର୍ଣ୍ଣ ମାର୍ଗ ଆମର, ଦୁର୍ଗମ ପଥ ଆମର, ସଂକୀର୍ଣ୍ଣ ମାର୍ଗ ଆମର। ଆଗେଇ ଚାଲରେ ପଛକୁ ନ ଚାହଁରେ, ଦିଶୁଛନ୍ତି ସାଥିରେ। ଆଗେଇ ଚାଲରେ ପଛକୁ ନ ଚାହଁରେ, ଦିଶୁଛନ୍ତି ସାଥିରେ। ପ୍ରେଜ ଦ ଲର୍ଡ। ପ୍ରଭୁଙ୍କ ନାମକୁ ଧନ୍ୟବାଦ ଦିଏ। ବାସ୍ତବିକ ପରମେଶ୍ୱର ଆର ଆମର ମାର୍ଗ ଆମର ସଂକୀର୍ଣ୍ଣ ଦ୍ୱାରା ଆମେ ସେଇ ରାସ୍ତାରେ ଗଲେ ଆମେ ରକ୍ଷା ପାଇବା। ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରିବେ। ଆସନ୍ତୁ ଆମେ ଆଉ ଗୋଟେ ଗୀତ ଗାଉଥିବା ପ୍ରଭୁଙ୍କର ଗୌରବ ନିମନ୍ତେ। ପ୍ରଭୁ ମଙ୍ଗଳକାରୀ ମଙ୍ଗଳମୟ ପରମେଶ୍ୱର ଆମମାନଙ୍କୁ ଏ ଦିନ ମାନଙ୍କରେ ଶାନ୍ତି ସାନ୍ତ୍ୱନା ଦେଇ ବଞ୍ଚେଇ ଅଛନ୍ତି। କ୍ରୁଶ ଛାୟା ତଳେ ଆଶ୍ରା ନିଏ ଯେବେ, ଅପସରି ଯାଏ କ୍ଳାନ୍ତି, ପାସରି ଯାଏ ମୂଷକ ଦୁଃଖ ଯେତେ, ଅନୁଭବୀ ପ୍ରାଣେ ଶାନ୍ତି। କ୍ରୁଶ ଛାୟା ତଳେ ପାପେ କଳୁଷିତ ଏ ସାରା ଜଗତ, ମୋହ ମାୟା ଜାଳେ ଘେରା, ନାହିଁ ତହିଁ ସୁଖ କେବଳ ହିଁ ଦୁଃଖ, ନିରାଶ ହତାଶେ ଭରା। ପ୍ରାଣ ଦେଲେ ଯିଏ ସେ କ୍ରୁଶ ଉପରେ, ପ୍ରାଣ ଦେଲେ ଯିଏ ସେ କ୍ରୁଶ ଉପରେ, ତାଙ୍କଠି ମିଳଇ ଶାନ୍ତି, ପାସରି ଯାଏ ମୂଷକ ଦୁଃଖ ଯେତେ, ଅନୁଭବୀ ପ୍ରାଣେ ଶାନ୍ତି। କ୍ରୁଶ ଛାୟା ତଳେ ପ୍ରେମ କ୍ଷମା ଧାର ଝରେ ନିରନ୍ତର, ରକତେ ରଞ୍ଜିତ ହୋଇ, ଅଗଣିତ ପାପ କ୍ଷମା ସେ କରନ୍ତି, ନିଖୁନ୍ତ ରକତେ ଧୋଇ। ପ୍ରେମ କ୍ଷମା ଧାର ଝରେ ନିରନ୍ତର, ରକତେ ରଞ୍ଜିତ ହୋଇ, ଅଗଣିତ ପାପ କ୍ଷମା ସେ କରନ୍ତି, ନିଖୁନ୍ତ ରକତେ ଧୋଇ। ମାନି ନିଏ ଯେବେ ଅନୁତାପେ ମୁହିଁ, ମାନି ନିଏ ଯେବେ ଅନୁତାପେ ମୁହିଁ, ଏ ଜୀବନେ ପାଏ ମୁକ୍ତି, ପାସରି ଯାଏ ମୂଷକ ଦୁଃଖ ଯେତେ, ଅନୁଭବୀ ପ୍ରାଣେ ଶାନ୍ତି। କ୍ରୁଶ ଛାୟା ତଳେ आहे ପରିଶ୍ରାନ୍ତ, ପାପେ ଭାରାକ୍ରାନ୍ତ, ଯୀଶୁଙ୍କ ଆହ୍ୱାନ ଶୁଣ, ପାଇବାକୁ ଶାନ୍ତି ଜୀବନରେ ମୁକ୍ତି, ସେ କ୍ରୁଶେ ନିଅ ଶରଣ। आहे ପରିଶ୍ରାନ୍ତ, ପାପେ ଭାରାକ୍ରାନ୍ତ, ଯୀଶୁଙ୍କ ଆହ୍ୱାନ ଶୁଣ,
ପାଇବାକୁ ଶାନ୍ତି ଜୀବନରେ ମୁକ୍ତି ସେ କୃଷେ ନିୟ ଶରଣ ଅନନ୍ତ ଜୀବନ ଅନୁଗ୍ରହ ଦାନ ଅନନ୍ତ ଜୀବନ ଅନୁଗ୍ରହ ଦାନ ଅକାତରେ ଯାଚୁଛନ୍ତି ପାଶୋରି ଯାଏ ମୂଷକ ଦୁଃଖ ଯେତେ ଅନୁଭବୀ ପ୍ରାଣ ଶାନ୍ତି କୃଷ ଛାୟା ତଳେ ପ୍ରେସଲ ପ୍ରଭୁଙ୍କ ନାମକୁ ଧନ୍ୟବାଦ ଦେ ପ୍ରଭୁ ବାସ୍ତବିକ ପରମେଶ୍ୱର ଆମେ ଯେତେବେଳେ ସେ କୃଷ ଛାୟା ତଳେ ଆଶ୍ରା ନେଇଥାଉ ସମସ୍ତ ବିଷୟ ଆମ ଠାରୁ ଦୂର ହେଇଥାଏ ଆମକୁ ଶାନ୍ତି ମିଳିଥାଏ ମୁକ୍ତି ମିଳିଥାଏ ଆମେ ସେଇ ସଦା ପ୍ରଭୁଙ୍କର ସେବା କରୁଛୁ ଆଜି ସେଇ ସଦା ପ୍ରଭୁଙ୍କ ନିକଟକୁ ଆସିଛୁ ପ୍ରଭାତ ସମୟରେ ନିଶ୍ଚୟ ଆମେ ଆଶୀର୍ବାଦ ପାଉଥିବା ଆମେ ଆଉ ଗୋଟେ ଗୀତ ଗାଇ ପ୍ରଭୁଙ୍କର ଗୌରବ କରୁଥିବା हे स्वर्गीय पिता हो धन्यवाद हो तेरी स्तुति आराधना हे स्वर्गीय पिता हो धन्यवाद हो तेरी स्तुति आराधना करता समर्पण आत्मा और जीवन करता समर्पण आत्मा और जीवन तेरी आराधना मैं तन मन धन हे स्वर्गीय पिता ओ धन्यवाद ओ तेरी स्तुति आराधना प्यारे मसीहा ओ धन्यवाद ओ तेरी स्तुति आराधना प्यारे मसीहा हो धन्यवाद हो तेरी स्तुति आराधना करता समर्पण आत्मा और जीवन करता समर्पण आत्मा और जीवन तेरी आराधना मैं तन मन धन पवित्र आत्मा हो धन्यवाद हो तेरी स्तुति आराधना पवित्र आत्मा हो धन्यवाद हो तेरी स्तुति आराधना करता समर्पण आत्मा और जीवन करता समर्पण आत्मा और जीवन तेरी आराधना मैं तन मन धन हे स्वर्गीय पिता ओ धन्यवाद हो तेरी स्तुति आराधना हे स्वर्गीय पिता हो धन्यवाद हो तेरी स्तुति आराधना प्रेज द लॉर्ड प्रभुଙ୍କ ନାମକୁ ଧନ୍ୟବାଦ ଦିଅ ମୋତେ ଏହି ସୁନ୍ଦର ସୁଯୋଗ ଦେଇଥିବାରୁ ଭଉଣୀକୁ ମଧ୍ୟ ଧନ୍ୟବାଦ ଦିଅ ପ୍ରେଜ ଦ ଲର୍ଡ ଆମେନ୍ बहुत बहुत धन्यवाद दीदी, अति सुंदर आराधना।
ଆପଣ ମନଛୁଆ ହୃଦୟସ୍ପର୍ଶୀ ଗୀତ ଗୁଡାକ ଗାଇ ଆମ ପ୍ରଭୁଙ୍କର ନିକଟବର୍ତ୍ତୀ କରାଇଅଛନ୍ତି। ପ୍ରଭୁ ଆପଣଙ୍କୁ ଆପଣଙ୍କ ପରିବାରକୁ ସେବା କାର୍ଯ୍ୟ ବହୁଳ ବହୁଳ ଭାବରେ ଆଶୀର୍ବାଦ କରନ୍ତୁ। ଏଇଭଳି ଭାବରେ ପ୍ରଭୁ ଆପଣଙ୍କୁ ଅନଲାଇନ ଅଫଲାଇନ ରେ ବ୍ୟବହାରିତ କରି ବଢାଇ ଧନ୍ୟବାଦ। ଏ ସମୟରେ ଆମେ ପ୍ରାର୍ଥନା କରିବା ପାଇଁ ଯିବା। ମାନଙ୍କର ତାବଡାଳୁ ଜଡିତ ହୋଇଛନ୍ତି ଆମମାନଙ୍କୁ ମା ଅଛନ୍ତି। ପ୍ରେଜ ଦ ଲର୍ଡ ମା। ପ୍ରେଜ ଦ ଲର୍ଡ ମା। ପ୍ରେଜ ଦ ଲର୍ଡ। ବିଶେଷ ପ୍ରାର୍ଥନା କରିବେ ଆରାଧନା କରିଗଲେ ଆମମାନଙ୍କର ପାଲ ଦିଦି ତାଙ୍କ ପାଇଁ ତାଙ୍କ ପରିବାର ପାଇଁ ତାଙ୍କ ସେବା କାର୍ଯ୍ୟ ପାଇଁ ବିଶେଷ ପ୍ରାର୍ଥନା କରିବେ। ବାକ୍ୟ ନେଇ ଅଛନ୍ତି ଆମମାନଙ୍କର ଲିପା ଦିଦି ଆଉ ତାଙ୍କ ପାଇଁ ତାଙ୍କ ପରିବାର ପାଇଁ ବାକ୍ୟ ସକାଶେ ବାକ୍ୟ ନିମନ୍ତେ ବିଶେଷ ପ୍ରାର୍ଥନା କରିବେ। ସେ ବାକ୍ୟ ମଧ୍ୟ ଯେପରି ଆମେ ପ୍ରତ୍ୟେକ ଶୁଣି ଏ ଦିନ ମାନଙ୍କରେ ହୃଦୟରେ ରଖି ତଦ ଅନୁସାରେ ଜୀବନ କାଟିବା ସେଥିପାଇଁ ବିଶେଷ ପ୍ରାର୍ଥନା କରିବେ। ଯେତେ ଜଣ ଜଡିତ ଅଛୁ ପ୍ରତ୍ୟେକଙ୍କ ପରିବାର ପାଇଁ ପ୍ରାର୍ଥନା କରିବେ। ବିଶେଷ ହୋଷ୍ଟଙ୍କ ପାଇଁ ତାଙ୍କ ପରିବାର ପାଇଁ ମଧ୍ୟ ପ୍ରାର୍ଥନା କରିବେ। ଆଗକୁ ତାଙ୍କର ଅନ୍ୟାନ୍ୟ ପ୍ରୋଗ୍ରାମ ଗୁଡାକ ରହିଅଛି ଆମମାନଙ୍କର ହୋଷ୍ଟ ମହାଶୟଙ୍କର ପ୍ରଭୁଙ୍କ ସେବା କାର୍ଯ୍ୟରେ ତାଙ୍କର ସର୍ବକୁଶଳ ନିମନ୍ତେ ପ୍ରଭୁ ଯେପରି ତାଙ୍କୁ ମଧ୍ୟ ଅନ୍ୟାନ୍ୟ ସ୍ଥାନ ମାନଙ୍କରେ ଆଉ ବ୍ୟବହାରିତ କରି ବଢାଇ ଆଣିବେ ସେଥିପାଇଁ ବିଶେଷ ପ୍ରାର୍ଥନା। ପ୍ରେଜ ଦ ଲର୍ଡ। ପ୍ରେଜ ଦ ଲର୍ଡ। ସମସ୍ତଙ୍କୁ ମୋର ଆନ୍ତରିକ ନମସ୍କାର ଜଣାଏ। ନମସ୍କାର। ଆସନ୍ତୁ ଆମେ ପ୍ରାର୍ଥନା କରିବା। ପରମ ଧନ୍ୟ ପରମ ପୂଜ୍ୟ ଆମମାନଙ୍କର ସ୍ୱର୍ଗସ୍ଥ ପିତା, ତୁମରି ପବିତ୍ର ମହାନାମକୁ ଧନ୍ୟବାଦ କରୁଛୁ ବାପା। ତୁମେ ଧନ୍ୟ, ତୁମେ ଧନ୍ୟ, ତୁମେ ଧନ୍ୟ, କାରଣ ତୁମେ ପ୍ରେମ କଲ, ଦୟା କଲ, ଅନୁଗ୍ରହ କଲ। ପ୍ରଭୁ ଗତ ଦିନର ସମସ୍ତ ମଙ୍ଗଳ, ବିପଦ, ରୋଗ, ସଙ୍କଟ, ମୃତ୍ୟୁ, ବିନାଶରୁ ସୁରକ୍ଷା ଦେଲ। ପ୍ରଭୁ ନୂତନ ବର୍ଷ ଦେଖିବା ପାଇଁ ଦେଲ ଏବଂ ହେ ପ୍ରିୟ ପ୍ରଭୁ ଏ ପ୍ରାତଃ କାଳ ମଧ୍ୟରେ ତୁମରି ପାଦ ତଳେ ବସିବା ପାଇଁ, ତୁମରି ସେବା କରିବା ପାଇଁ, ତୁମରି ସ୍ତୁତି ଆରାଧନା କରିବା ପାଇଁ ପ୍ରଭୁ ଆମମାନଙ୍କୁ ଏହି ସୁନ୍ଦର ଅବକାଶ ଦେଲ। ସେଥିପାଇଁ ତୁମରି ନାମକୁ ଧନ୍ୟବାଦ କରୁଅଛି। ପ୍ରଭୁ ବାପା ମାନେ ପ୍ରତ୍ୟେକ ବିଭିନ୍ନ ସ୍ଥାନରେ ଥିଲେ ମଧ୍ୟ ତୁମରି ନାମ ନେଇ ତୁମରି ନାମ ସକାଶେ ପ୍ରଭୁ ଆମମାନେ ଏକତ୍ରିତ ହୋଇ ତୁମରି ପାଦ ତଳେ ବସିଅଛୁ। ଆମମାନଙ୍କୁ ପ୍ରତ୍ୟେକଙ୍କୁ ତୁମେ ସ୍ପର୍ଶ କର, ପବିତ୍ରତା କର। ପ୍ରଭୁ ହୃଦୟକୁ ପ୍ରଭୁ ତୁମେ ଜାଗ୍ରତ କର, ଯଦ୍ୱାରା ତୁମରି ବାକ୍ୟ ଶୁଣି ଗ୍ରହଣ କରିବାକୁ ପାରିବୁ। ପ୍ରଭୁ ଏ ଦିନ ମାନଙ୍କରେ ଆମମାନେ ସଜାଗ ହେବୁ, ସଜାଡି ହେବାକୁ ପାରିବୁ, ସେହିପରି ତୁମେ କୃପା କର ବୋଲି ତୁମ ନିକଟରେ ପ୍ରାର୍ଥନା କରୁଅଛି। ଜୀବନ୍ତ ପିତା ଦୟାଳୁ ପ୍ରଭୁ ବାପା ପ୍ରାର୍ଥନା କରୁଅଛି ଏହି ସମୟ ମଧ୍ୟରେ ତୁମରି ଦାସୀ ଅତି ସୁନ୍ଦର ଭାବରେ ସ୍ତୁତି ଆରାଧନା କରି ଆମମାନଙ୍କୁ ପ୍ରତ୍ୟେକଙ୍କୁ ପ୍ରଭୁ ତୁମରି ନିକଟବର୍ତ୍ତୀ କରାଇ ଅଛନ୍ତି। ବାପା ପ୍ରାର୍ଥନା କରୁଅଛି ତାଙ୍କୁ ତୁମେ ବହୁଳ ଭାବରେ ଆଶୀର୍ବାଦ କର, ମଙ୍ଗଳ କର, ଦୟା କର। ପ୍ରଭୁ ତାଙ୍କ ପରିବାର ସକଳ ଆବଶ୍ୟକତା ଯୋଗାଅ ଏବଂ ହେ ପ୍ରିୟ ପ୍ରଭୁ ତାଙ୍କର ଜୀବନର ଶେଷ ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରଭୁ ତୁମରି ଉଦ୍ଦେଶ୍ୟରେ ବ୍ୟବହୃତ ହେବା ପାଇଁ ପ୍ରଭୁ ତାଙ୍କର ଜୀବନ ମଧ୍ୟରେ କାର୍ଯ୍ୟ କର ବୋଲି ପ୍ରାର୍ଥନା କରୁଅଛି। ସୁନ୍ଦର କଣ୍ଠ ଦେଇଛ ପ୍ରଭୁ, ଯେପରି ତୁମରି ଉଦ୍ଦେଶ୍ୟରେ ହେ ପ୍ରିୟ ପ୍ରଭୁ ତୁମରି ସ୍ତୁତି ଗାନ କରି ନିଜକୁ ଏବଂ ପ୍ରଭୁ ଅନ୍ୟମାନଙ୍କୁ ପ୍ରଭୁ ତୁମରି ନିକଟବର୍ତ୍ତୀ କରାଇବାକୁ ପାରିବ, ସେହିପରି ତୁମେ କୃପା କର ବୋଲି ତୁମ ନିକଟରେ ପ୍ରାର୍ଥନା କରୁଛି। ମଧ୍ୟ ପ୍ରାର୍ଥନା କରୁଛି ଜୀବନ୍ତ ବିଶ୍ୱର ପ୍ରଭୁ ତୁମରି ବାକ୍ୟ ନେଇ ତୁମରି ଦାସୀ ଆସୁଅଛନ୍ତି। ପ୍ରଭୁ ତୁମେ ତ ପବିତ୍ର, ତୁମରି ବାକ୍ୟ ପବିତ୍ର। ପ୍ରଭୁ ସେହି ପବିତ୍ର ବାକ୍ୟକୁ ଆପଣଙ୍କ ମୁଖରେ ଉଚ୍ଚାରଣ କରି ପ୍ରଭୁ ଆମମାନଙ୍କର ସମ୍ମୁଖରେ ପ୍ରକାଶ କରିବେ। ତାଙ୍କୁ ତୁମେ ସ୍ପର୍ଶ କର, ପବିତ୍ର ଆତ୍ମାର ସହାୟତା ସ୍ପର୍ଶତା ଦେଇ ପ୍ରଭୁ ଯେତିକି ସମୟ ତୁମରି ପାଦ ତଳେ ବସି ପ୍ରଭୁ ବାକ୍ୟ ପରିବେଷଣ କରିବେ ପ୍ରଭୁ ତାଙ୍କ ସହିତ ତୁମେ କେବଳ ରୁହ ବୋଲି ପ୍ରାର୍ଥନା କରୁଛି। ତୁମେ କେବଳ ପ୍ରଭୁ ବାକ୍ୟ ଦେଇ ତୁମେ ପ୍ରକାଶିତ ହୁଅ ବୋଲି ପ୍ରାର୍ଥନା କରୁଛି। ତାଙ୍କୁ ତୁମେ ସ୍ପର୍ଶ କର, ଆଶୀର୍ବାଦ କର, ମଙ୍ଗଳ କର, ତୁମରି ବାକ୍ୟ ଯୋଗାଅ। ପ୍ରଭୁ ସେ ଯେପରି ଆପଣା ମୁଖରେ ବାକ୍ୟ ପ୍ରକାଶ କରି ତୁମରି ଗୌରବାର୍ଥେ ପ୍ରଭୁ ହଜାର ଆତ୍ମା ମାନଙ୍କୁ ଲାଭ କରିବାକୁ ପାରିବ, ସେହିପରି ତୁମେ କୃପା କର। ତାଙ୍କ ପରିବାରକୁ ମଧ୍ୟ ତୁମେ ବହୁଳ ଭାବରେ ଆଶୀର୍ବାଦ, ମଙ୍ଗଳ, ଦୟା କର ବୋଲି ପ୍ରାର୍ଥନା କରୁଛି। ପ୍ରିୟ ପ୍ରଭୁ ପ୍ରାର୍ଥନା କରୁଛି ଆମେ ବିଭିନ୍ନ ସ୍ଥାନରେ ରହି ଯୋଡି ହୋଇଅଛୁ। ପ୍ରଭୁ ବାପା ତୁମେ କେବଳ ଆମମାନଙ୍କର ସକଳ ଅବସ୍ଥା, ସକଳ ପରିସ୍ଥିତି ଜାଣ। ପ୍ରଭୁ ଯଦିଓ କୌଣସି ପରିବାର ମଧ୍ୟରେ ଅଭାବ ଅନାଟନ ରହିଅଛି, ସମସ୍ୟା ରହିଅଛି, ବିପଦ ରହିଅଛି, ଦୁଃଖ ରହିଅଛି, ସଙ୍କଟ ରହିଅଛି, ପ୍ରଭୁ ଯୀଶୁ ନାମରେ ସେଇ ସମସ୍ତ ଦୂର କର ବୋଲି ପ୍ରାର୍ଥନା କରୁଛି। ପ୍ରତ୍ୟେକଙ୍କୁ ପ୍ରଭୁ ତୁମେ ଆଶୀର୍ବାଦ କର, ତୁମରି କକ୍ଷ ତଳେ ତୁମେ ଲୁଚାଅ। ପ୍ରଭୁ ଆମମାନଙ୍କୁ ତୁମରି ଛାୟା ତଳେ ରଖି ପ୍ରଭୁ ତୁମେ ଆମମାନଙ୍କୁ ପ୍ରତ୍ୟେକଙ୍କୁ ତୁମେ ପ୍ରତିପାଳନ କର। ପ୍ରଭୁ ଆବଶ୍ୟକତା ତୁମେ ଯୋଗାଏ
ତୁମେ ଗୌରବ ପୂଜା ପ୍ରଶଂସା ପାଅ ବୋଲି ତୁମ ନିକଟରେ ପ୍ରାର୍ଥନା କରୁଛି। ରାଜା ଏତେବେଳେ ପ୍ରାର୍ଥନା କରୁଛି ଜୀବନ୍ତ ଈଶ୍ୱର ହୋଷ୍ଟ ମହାଶୟଙ୍କୁ ମଧ୍ୟ ତୁମରି ପାଦ ତଳେ ସମର୍ପଣ କରି ପ୍ରାର୍ଥନା କରୁଛି। ତାଙ୍କର ପରିବାରକୁ ତୁମରି ପାଦ ତଳେ ରଖୁଅଛି ପ୍ରଭୁ। ତୁମେ ଦୟାମୟ ପରମେଶ୍ୱର, ତୁମେ ହସ୍ତ ତୋଳି ଆଶୀର୍ବାଦ କର ପ୍ରଭୁ। ବାପା ତୁମରି କାର୍ଯ୍ୟ କଲେ କେତେବେଳେ ମଧ୍ୟ ନିଷ୍ଫଳ ନୁହେଁ ପ୍ରଭୁ। ତୁମେ ଆଶୀର୍ବାଦକାରୀ ପରମେଶ୍ୱର, ଦୟାକାରୀ ପରମେଶ୍ୱର ପ୍ରଭୁ। ତାଙ୍କର ସକଳ କାର୍ଯ୍ୟରେ ତୁମରି ହସ୍ତମୁଖ ରଖ ପ୍ରଭୁ। ଆଗକୁ ବିଭିନ୍ନ କାର୍ଯ୍ୟ ସକଳ ରହିଅଛି ପ୍ରଭୁ। ତୁମରି ଉପସ୍ଥିତିରେ ସକଳ କାର୍ଯ୍ୟ କରିବା ପାଇଁ ପ୍ରଭୁ ତାଙ୍କ ସହାୟ ତୁମେ ହୁଅ ବୋଲି ପ୍ରାର୍ଥନା କରୁଛି ପ୍ରଭୁ। ସୁସ୍ଥ ସ୍ୱାସ୍ଥ୍ୟ ଦେବା ସଙ୍ଗେ ସଙ୍ଗେ ପ୍ରଭୁ ସମସ୍ତ ପ୍ରଭୁ ଜଗତ ଭାବରେ ଜୀବନର ସକଳ ଆବଶ୍ୟକତା ଦେଇ ମଧ୍ୟ ତୁମେ ସୁରକ୍ଷା ପ୍ରଦାନ କର ଏବଂ ତୁମରି କାର୍ଯ୍ୟ ଆଗକୁ ବଢି ପ୍ରଭୁ ସମସ୍ତ କାର୍ଯ୍ୟ କରିବା ପାଇଁ ପ୍ରଭୁ ଅଣ୍ଟା ଭିଡ଼ିବା ପାଇଁ ପାଦରେ ପାଦୁକା ପିନ୍ଧିବା ପାଇଁ ପ୍ରଭୁ ତାଙ୍କୁ ତୁମେ ସାହାଯ୍ୟ କର ବୋଲି ତୁମ ନିକଟରେ ପ୍ରାର୍ଥନା କରୁଛି। ଜୀବନ୍ତ ଈଶ୍ୱର ପ୍ରାର୍ଥନା କରୁଛି ପ୍ରଭୁ ତୁମରି ଦାସୀ ପ୍ରାତଃ କାଳରୁ ଉଠି ପ୍ରଭୁ ତୁମରି ସେବା ପୂଜା ଆରାଧନା କରିବା ପାଇଁ ଆଜି ପରିଚାଳନା କରୁଅଛନ୍ତି। ରାଜା ଧନ୍ୟବାଦ କରୁଅଛି। ପରିବାର ତୁମ ପ୍ରତି କି ପ୍ରକାର ଅଗ୍ରସର, ତୁମ ପ୍ରତି କି ପ୍ରକାର ମନୋଯୋଗୀ ପ୍ରଭୁ ସେ ପରିବାରକୁ ତୁମେ ଦେଖୁଅଛ। ସ୍ୱାମୀ ସ୍ତ୍ରୀ ଏବଂ ପରିବାରକୁ ତୁମେ ବହୁଳ ଭାବରେ ଆଶୀର୍ବାଦ କର। ସେମାନଙ୍କର ପୁତ୍ର କନ୍ୟା ନାତି ନାତୁଣୀ ପ୍ରତ୍ୟେକଙ୍କୁ ମଧ୍ୟ ତୁମେ ଆଶୀର୍ବାଦ ମଙ୍ଗଳ ଦୟା କର ବୋଲି ପ୍ରାର୍ଥନା କରୁଅଛି। ରାଜା ସେମାନଙ୍କର ସହାୟ ତୁମେ ହୁଅ। ସେମାନଙ୍କର ସକଳ ବିଷୟରେ ତୁମରି ହସ୍ତମୁଖ ରଖି ପ୍ରଭୁ ସେମାନଙ୍କୁ ତୁମେ ଆଶୀର୍ବାଦ ମଙ୍ଗଳ ଦୟା କର ବୋଲି ପ୍ରାର୍ଥନା କରୁଛି। ପୁନର୍ବାର ପ୍ରାର୍ଥନା କରୁଛି ପ୍ରାତଃ କାଳ ମଧ୍ୟରେ ପ୍ରଭୁ ଆମେ ତୁମର ବାକ୍ୟ ଶୁଣିବା ପାଇଁ ବସିଅଛୁ। ଆମମାନଙ୍କ ପ୍ରତ୍ୟେକର ହୃଦୟକୁ ତୁମେ ଜାଗ୍ରତ କର, ପ୍ରସ୍ତୁତ କର, ଯଦ୍ୱାରା ଆମେ ଶ୍ରୋତା ମାତ୍ର ନ ହୋଇ ପ୍ରତ୍ୟେକ ବାକ୍ୟର କର୍ମକାରୀ ହୋଇ ପ୍ରଭୁ ଏ ଦିନ ମାନଙ୍କରେ ତୁମରି ବାକ୍ୟକୁ ହୃଦୟ ମଧ୍ୟରେ ରଖି ପ୍ରଭୁ ଆମେ ବିଜୟ ଜୀବନ କାଟିବାକୁ ପାରିବୁ। ସେହିପରି ତୁମେ କୃପା କର। ମୁଁ ଦିନକୁ ମଧ୍ୟ ତୁମେ ଦୟା କର, କାରଣ ମୁଁ ଅଯୋଗ୍ୟ ତୁମରି ଲୋକମାନଙ୍କର ସହିତ এই ସୁନ୍ଦର ସହଭାଗିତା ଦେଇ ମତେ ଆଣୁଅଛ। ସେଥିପାଇଁ ତୁମରି ନାମକୁ ଧନ୍ୟବାଦ କରୁଛି ପ୍ରଭୁ। ମୋର ସକଳ ଭାର ତୁମେ ବହନ କର, ମୋର ପାପ ତୁମେ କ୍ଷମା କର, ମୋର ଅଧର୍ମ ତୁମେ ମାର୍ଜନା କର, ମତେ ଶୁଚି ପବିତ୍ର କରି ତୁମରି କରି ମତେ ଗଢି ନିଅ ବୋଲି ପ୍ରାର୍ଥନା କରୁଛି। ସମସ୍ତ ଗୌରବ ପୂଜା ପ୍ରଶଂସା ସ୍ତୁତି ବନ୍ଦନା କେବଳ ତୁମକୁ ଦେଇ ମୋର ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ନାମରେ ସେମାନେ ଭିକ୍ଷା ମାଗିଲି ବାପା, ଆମେନ୍। ଧନ୍ୟବାଦ ଝିଅ, ନମସ୍କାର। ନମସ୍କାର। ବହୁତ ବହୁତ ଧନ୍ୟବାଦ ମା ବୋଝର ସହିତ ସମସ୍ତ ବିଷୟ ପ୍ରାର୍ଥନା କରିଅଛନ୍ତି। ପ୍ରଭୁ ଆପଣଙ୍କ ପରିବାରକୁ ସେବା କାର୍ଯ୍ୟ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଏ ସମସ୍ତ ବିଷୟକୁ ଆସି ଯାଇଅଛୁ। ଆମେ ବାକ୍ୟ ଶୁଣିବାର ଅଛି। ଯେଉଁ ବାକ୍ୟରେ କି ଜୀବନ ଅଛି, ଯେଉଁ ବାକ୍ୟରେ କି ଅନନ୍ତ ଜୀବନ ଅଛି, ଯେଉଁ ବାକ୍ୟ କି ମଧୁ ମଧୁ ଚାପ ଠାରୁ ସୁମିଷ୍ଟ, ଯେଉଁ ବାକ୍ୟ ଶୁଣିବା ଦ୍ୱାରା ଜଣେ ପାପୀ ମନୁଷ୍ୟ ପରିବର୍ତ୍ତିତ ହୁଏ, ଯେଉଁ ବାକ୍ୟ ଶୁଣିବା ଦ୍ୱାରା ଜଣେ ରୋଗୀ ସୁସ୍ଥ ହୋଇପାରେ, ଯେଉଁ ବାକ୍ୟ ଶୁଣିବା ଦ୍ୱାରା ମରିୟମ ଉତ୍ତମ ଭାଗ ମନୋନୀତ କରିଥିଲା, ଆଉ ଜଣେ ମା ମଧ୍ୟ ଜଣେ ବାକ୍ୟ ଶୁଣିବା ଦ୍ୱାରା ଲୁଦିଆ ନାମ୍ନୀ ତାର ଚିତ୍ତରୂପ ଦ୍ୱାର ଖୋଲାଇଥିଲା। ସେହି ଜୀବନ୍ତ ପବିତ୍ର ବାକ୍ୟକୁ ଆଜି ଆମେ ଶୁଣିବା ପାଇଁ ଯିବା। ଆଉ ତାହା ଶୁଣିବା ପୂର୍ବରୁ ମୁଁ ଦିଦିଙ୍କୁ ଆହ୍ୱାନ କରିବା ପୂର୍ବରୁ ଗୋଟେ ବାକ୍ୟ ଅଧ୍ୟୟନ କରିବି, ତାପରେ ଆମେ ଦିଦିଙ୍କୁ ଆହ୍ୱାନ କରିବା ପାଇଁ ଯିବା। ମୁଁ ତୁମ୍ଭ ପ୍ରମାଣ ବାକ୍ୟ ସବୁରେ ଆସକ୍ତ, ହେ ସଦାପ୍ରଭୁ ମତେ ଲଜ୍ଜିତ କର ନାହିଁ। ତୁମ୍ଭେ ମୋହର ହୃଦୟ ପ୍ରଶସ୍ତ କରିବା ବେଳେ ମୁଁ ତୁମ୍ଭ ଆଜ୍ଞା ପଥରେ ଭାବବାନ ହେବି। ପ୍ରଭୁ ଆପଣ ବାକ୍ୟରେ ଆଶୀର୍ବାଦ କରନ୍ତୁ। ଏ ସମୟରେ ଯେଉଁ ପ୍ରଭୁଙ୍କର ଦାସୀ ଆମମାନଙ୍କର ଲିମା ଦିଦି ଆମମାନଙ୍କର ସମ୍ମୁଖରେ ଅଛନ୍ତି, ପ୍ରଭୁ ତାଙ୍କୁ ଅନଲାଇନ ଅଫଲାଇନ ରେ ବ୍ୟବହାରିତ କରି ଆଣୁଅଛନ୍ତି। ଆଉ ସୁଶିକ୍ଷା ସୁପରାମର୍ଶ ଦେଇ ଆଉ ପଢାଇ ଆଉ ଲୋକମାନଙ୍କୁ ପ୍ରଭୁଙ୍କ ଦିଗକୁ ପଢାଇ ଆଣୁଅଛନ୍ତି। ସେହିପରି ପ୍ରଭୁଙ୍କର ଦିଦି ଆମମାନଙ୍କର ସମ୍ମୁଖରେ ଅଛନ୍ତି। ଆମର ଏଲ୍ ମିନିଷ୍ଟ୍ରି ପରିବାରରେ ମହିଳା ସମିତିରେ ଯୋଗଦାନ କରିଅଛନ୍ତି ଏବଂ ବାକ୍ୟ କରିବା ନିମନ୍ତେ ଆଜି ଉପସ୍ଥିତ ଅଛନ୍ତି। ଆଉ ସେ ଦିଦିଙ୍କୁ ମୁଁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ସମ୍ମୁଖକୁ ଆହ୍ୱାନ କରେ। ଆଉ ଯେତେବେଳେ ସେ ସମ୍ମୁଖକୁ ଆସିବେ ଆମେ ସମସ୍ତେ କରତାଳ ସହିତ ଦିଦିଙ୍କୁ ସ୍ୱାଗତ କରିବା। ଦିଦି ନମସ୍କାର, ପ୍ରେଜ୍ ଦ ଲର୍ଡ। ନମସ୍କାର। ଆପଣଙ୍କର ସମୟ, ଆପଣ ବାକ୍ୟ ଶିକ୍ଷା ପରାମର୍ଶ ଦେବା ହେବେ। ଏହି ସମୟରେ ସର୍ବପ୍ରଥମେ ପିତା ପରମେଶ୍ୱରଙ୍କୁ ମୁଁ ଧନ୍ୟବାଦ ଦିଏ
ଆମମାନଙ୍କୁ ପ୍ରତ୍ୟେକ ଭାର ବହନ କରି ପ୍ରତ୍ୟେକ ଆପଦ ବିପଦର ସଙ୍କଟରୁ ସୁରକ୍ଷା କରି ଏକ ନୂତନ ବର୍ଷରେ ଆମମାନଙ୍କୁ ଆଣିଅଛନ୍ତି ଏବଂ ଆମମାନଙ୍କୁ ସୁନ୍ଦର ଉତ୍ତମ ସ୍ୱାସ୍ଥ୍ୟ ଦେଇ ମଧ୍ୟ ସେ ଆମମାନଙ୍କୁ ଆଣିଅଛନ୍ତି। ସେଥିପାଇଁ ଧନ୍ୟବାଦ ଦିଏ। ତତ୍ସଙ୍ଗେ ସଙ୍ଗେ ଏଠାରେ ଉପସ୍ଥିତ ପ୍ରତ୍ୟେକ ପ୍ରଭୁଙ୍କର ଦାସଗଣ ଦାସୀଗଣ ପ୍ରତ୍ୟେକଙ୍କୁ ମୁଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମଧୁର ନାମରେ ମୁଁ ନମସ୍କାର ଜଣାଏ। ନମସ୍କାର, ସମସ୍ତଙ୍କୁ ନମସ୍କାର ଏବଂ ମୋ ପରିବାର ପକ୍ଷରୁ ବି ପ୍ରତ୍ୟେକଙ୍କୁ ନମସ୍କାର ଜଣାଏ। ଏହି ସମୟରେ ଆଉ ଭଉଣୀ ମାଳି ଦିଦିଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଦିଏ। ଅତି ସୁନ୍ଦର ଭାବରେ ମୋତେ ଆହ୍ୱାନ କରିଥିବା ସକାଶୁ ତାଙ୍କୁ ମୁଁ ଧନ୍ୟବାଦ ଦିଏ। ଆସନ୍ତୁ ଏହି ସମୟରେ ଆମେ ସିଧାସଳଖ ଆମେ ବାକ୍ୟ ମଧ୍ୟକୁ ଯିବା। ପବିତ୍ର ଧର୍ମଶାସ୍ତ୍ରରୁ ଏକ ବାକ୍ୟ ପଢିବା। ଆପଣମାନେ ତାହା ଦେଖିପାରିବେ। ଆୱାଜ ଆସୁଛି ଦିଦି? ଶୁଭା ଯାଉଛି? ଶୁଭା ଯାଉଛି ଦିଦି। ଅତି ସୁନ୍ଦର ପରିଚିତ ବାକ୍ୟ। ମାଥ୍ୟୁ ଲିଖିତ ମଙ୍ଗଳ ସୁସମାଚାର ତାର 5 ଅଧ୍ୟାୟ 5 ପଦ ମୁଁ ପାଠ ନମ୍ର କରୁଛି। ଲୋକେ ଧନ୍ୟ, ନମ୍ର ଲୋକେ ଧନ୍ୟ, କାରଣ ସେମାନେ ପୃଥିବୀର ଅଧିକାରୀ ହେବେ। ନମ୍ର ଲୋକ ଧନ୍ୟ, କାରଣ ସେମାନେ ପୃଥିବୀର ଅଧିକାରୀ ହେବେ। ଆଉ ଏହି ବାକ୍ୟ ଏଠାରେ ଆମେ ଦେଖୁଛୁ କି 9ଗୋଟି ଅନୁଗ୍ରହର ବାକ୍ୟ, 9ଗୋଟି ଆଶୀର୍ବାଦର ବାକ୍ୟ ଏଠାରେ ଉଲ୍ଲେଖ କରାଯାଇଅଛି। ଆଉ ଏହି ବାକ୍ୟର 5 ପଦରେ ଆମେ ଯାହା ପଢିଲୁ, ନମ୍ର ଲୋକ ଧନ୍ୟ, କାରଣ ସେମାନେ ପୃଥିବୀର ଅଧିକାରୀ ହେବେ। ଏଠାରେ ଆମେ ଦେଖୁ ଏହି ବାକ୍ୟକୁ ମୁଁ ସମ୍ପୂର୍ଣ୍ଣ କରିପାରେ ନାହିଁ, କାରଣ ଏହି ବାକ୍ୟକୁ ଆମେ ଏଠାରେ ଯେତେ କମା ଅଛି, ଯୋଉଠି କମା ଅଛି ଯାହାକି ନମ୍ର ଲୋକ ଧନ୍ୟ, ଆକୁ ଆମେ ଡିଭାଇଡ କରିବା ଏବଂ ସେହି ବାକ୍ୟ ହିଁ ମୁଁ କହିବି, ଯୋଉଟା କି ଆମେ ସେକେଣ୍ଡରେ ଆମେ ଦେଖୁଛୁ, କାରଣ ସେମାନେ ପୃଥିବୀର ଅଧିକାରୀ ହେବେ। ଆଉ ଏହି ବାକ୍ୟକୁ ପୂର୍ଣ୍ଣ କରିବା ପାଇଁ ଅନେକ ସମୟ ଲାଗେ, ତେଣୁ ଆମେ ଆକୁ ଭାଗ କରିକି ମୁଁ କେବଳ ନମ୍ର ଲୋକ ଧନ୍ୟ ଏହି ବାକ୍ୟ ବିଷୟରେ ହିଁ ଆମେ ଆଜି ଚିନ୍ତା କରିବା। ଆଉ ବାକ୍ୟ ଭିତରକୁ ଯିବା ପୂର୍ବରୁ ମୁଁ ପଦେ ପ୍ରାର୍ଥନା କରିବି। ପ୍ରାର୍ଥନାରେ ପ୍ରତ୍ୟେକ ମନୋଯୋଗୀ ହେବେ। ବାକ୍ୟରୂପୀ ପରମେଶ୍ୱର ପିତା, ତୁମ ପବିତ୍ର ମହାନାମକୁ ଧନ୍ୟବାଦ କରୁ, ପ୍ରଶଂସା କରୁ, ଗୌରବ କରୁ। ଏ ସୁନ୍ଦର ସମୟରେ ପ୍ରଭୁ ତୁମେ ଆମମାନଙ୍କୁ ସୁରକ୍ଷିତ ରଖି ଆମମାନଙ୍କ ପ୍ରତ୍ୟେକ ଭାର ବହନ କରି ପ୍ରଭୁ ତୁମେ ଆଣିଲ, ସେଥିପାଇଁ ତୁମକୁ ଧନ୍ୟବାଦ ଦିଏ। ଏହି ଯେଉଁ ବାକ୍ୟ ମୁଖ ନିଃସୃତ ଜୀବନ୍ତ ବାକ୍ୟ ଯାହା ପାଠ କଲି, ଏହି ବାକ୍ୟକୁ ବୁଝିବା ପାଇଁ, ଚିନ୍ତା କରିବା ପାଇଁ, ଧ୍ୟାନ କରିବା ପାଇଁ, ଶିକ୍ଷା କରିବା ପାଇଁ ଏବଂ ସେହି ଶିକ୍ଷାକୁ, ସେହି ପରାମର୍ଶ ବାକ୍ୟକୁ ଆମ ଜୀବନରେ ପ୍ରୟୋଗ କରିବା ପାଇଁ ତୁମେ ଆମକୁ ବୁଦ୍ଧି ଏବଂ ଜ୍ଞାନ ଦିଅ, କାରଣ ବୁଦ୍ଧି ଏବଂ ଜ୍ଞାନ ତୁମ ମୁଖରୁ ନିର୍ଗତ ହୁଏ। ପ୍ରଭୁ ତୁମେ ଦୟା ଏବଂ ମଙ୍ଗଳ କର। ପ୍ରତିଟି ବିଷୟରେ ପ୍ରଭୁ ତୁମେ ସାହାଯ୍ୟ କର। ତୁମେ ଆରମ୍ଭ କରି ତୁମେ ଶେଷ କର। ପ୍ରାର୍ଥନା ଶୁଣିଲ, ଧନ୍ୟବାଦ ଦେଇ ପ୍ରାଣକର୍ତ୍ତା ଯୀଶୁଙ୍କ ନାମେ ମାଗିଲି, ଆମେନ୍। ଏଠାରେ ଆମେ 5 ଅଧ୍ୟାୟର ମାଥ୍ୟୁ 5 ଅଧ୍ୟାୟରେ ଆମେ ଦେଖୁ କି ସେଠାରେ 9ଗୋଟି ବିଷୟ, 10ଗୋଟି ବିଷୟ ଅତି ସୁନ୍ଦର ଭାବରେ ଉଲ୍ଲେଖ କରାଯାଇଅଛି, ଯାହାକି ଆତ୍ମାରେ ଦିନହୀନ ଲୋକ ଧନ୍ୟ, ଶୋକାର୍ତ ଲୋକ ଧନ୍ୟ, ନମ୍ର ଲୋକ ଧନ୍ୟ, ଧାର୍ମିକତା ନିମନ୍ତେ ক্ষୁଧିତ ଏବଂ ତୃଷିତ ଲୋକ ଧନ୍ୟ, ଦୟାଳୁ ଲୋକ ଧନ୍ୟ, ସୁଧୋଚିତ ଲୋକ ଧନ୍ୟ ଏବଂ ଶାନ୍ତିକାରକ ଲୋକ ଧନ୍ୟ। ଏବଂ ଶେଷରେ ଉଲ୍ଲେଖ କରାଯାଇଅଛି କି ଧାର୍ମିକତା ନିମନ୍ତେ ତାଡ଼ନା ପ୍ରାପ୍ତ ଲୋକ ଧନ୍ୟ। ଆଉ ଏହି 10ଗୋଟି ବାକ୍ୟରୁ ଆମେ ଦେଖିବା 5 ପଦ, ଯାହାକି ଆମେ ପାଠ କଲୁ, ନମ୍ର ଲୋକମାନେ ଧନ୍ୟ। ଅତି ସୁନ୍ଦର ବିଷୟ। ସମସ୍ତେ ଆମେ ଏହି ବାକ୍ୟକୁ ଜାଣିଛୁ, ନମ୍ର ଲୋକମାନଙ୍କୁ। ଆଉ ଏହି ବାକ୍ୟକୁ ଆଧାର କରି ଆମେ ଗୋଟେ ବ୍ୟକ୍ତି ବିଶେଷଙ୍କ ବିଷୟରେ ଆମେ ଆଜି ଚିନ୍ତା କରିବା। ଏକ ବ୍ୟକ୍ତି ଯାହାକି ଆମେ ସମସ୍ତେ ଜାଣୁ, ପୃଥିବୀର ନମ୍ର ଥିଲେ ମୂଷା। ଆଉ ତାହାଙ୍କର ଜୀବନରୁ, ତାହାଙ୍କର ବ୍ୟକ୍ତିତ୍ୱରୁ, ତାହାଙ୍କର
विषय अल्प किछि आमे शिक्षा करिबा। आ एही वाक्य को आधार करी मु पाठ करिबा को चाहे गणना पुस्तक रो 12 अध्याय। गणना पुस्तक तार 12 अध्याय 3 पदरे उल्लेख करा जाय अछि कि मोसा पृथ्वीस्थ समस्त लोकमानक ठारू अति नम्र लोक थिले। आमे मोसांक विषय रे जानिछु। एही वाक्य को आधार करी मु पुनर्बार आउ एक वाक्य मु पाठ करबी जहा कि प्रेरित से अति सुंदर भावे शॉर्टकट रे तांकर समस्त जीवन शैली जीवन चर्चा तांको जीवन रे जहा घटी थिला तांकर समस्त बैकग्राउंड सेठारे अति सुंदर भावे उल्लेख करा जाय अछि कि प्रेरित तार 7 अध्याय 23 पद सेठारे लिखा अछि 23 एवं 24 पढ़िबा तांको 40 वर्ष पूर्ण होउथिबा समय रे आपण भाई मानक अर्थात इस्राएल संतान मानक संखळिबा निमंते ताहांकर इच्छा जात हैला बोली एठारे उल्लेख करा जाय अछि। 24 रे लिखा अछि सेते बेले जनक प्रति अन्याय करा जाउथिबा देखि से ताहांक सपक्ष हेले ओ सेही मिस्रीय लोकंकु बध करी उपद्रव पाउथिबा लोक प्रति अन्यायर प्रतिकार कले। केते सुंदर विषय एठारे पॉइंट लिखा अछि से उपद्रव पाउथिबा लोक प्रति अन्यायर प्रतिकार कले। आमे देखु मोसा फारोंकर सहित फारोंकर कन्या सहित से प्रतिपालित होइथिले। तांको फारो राजा जेते बेले मोसा को बध करिबा निमंते से आउ योजना प्रस्तुत करिथिले सेते बेले फारोंकर कन्याक द्वारा से प्रतिपालित थिले। फारोंकर कन्या को द्वारा से तांको राजउआस रे थिले तांको द्वारा से बड़ हेले एक राजपुत्र थिले से आ जेते बेले से बयस प्राप्त हेले सेते बेले को एठारे लिखा अछि 40 वर्ष बोली उल्लेख करा जाय अछि। तब एही 40 वर्ष मध्य रे आमे तांकर प्रथम पर्याय द्वितीय पर्याय एवं तृतीय पर्याय आमे देखिबा को पाइबा। मोसा जेते बेले पूर्ण बयस थिले जुबा थिले सही समयर घटना आमे देखु जेते बेले एक मिस्रीय लोक एब्रियो लोकंकु से प्रहार करूची सेते बेले तार प्रतिवाद करी मोसा कोन करूछंती तांको प्रतिवाद करी तांको कोन करूछंती मारी के बाली रे पोती दोछंती जहा कि मैं यात्रा पुस्तक रे आमे ताहा देखिबा को पाऊ। और सही समय रे मोसा जेते बेले एही कार्य करिबा देखि फारो सुनिले एवं फारो जेते बेले मोसा को बोध करिबा पई से तांको गोड़ेइले बा सैन्य सामंत को पठेइले और सही समय रे मोसा कोन करूछंती मिस्र देश से पलायन करूछंती आउ गोटे देश को मिडियन देश को से पलायन करूछंती। आ जेते बेले मिडियन देश को से पलायन करी जाय मिडियन देश रे जाई कि से गोटाए कूप निकट रे से आउ विश्राम नउछंती आमे देखिबा ताहा यात्रा पुस्तक रे उल्लेख अछि कि जेते बेले से जाई एक उपनिकट रे उपस्थित होछंती आ सेही समय रे सेही देशर जने थिले तांकर ना कोन जित्र बोली उल्लेख करायछि। तांकरी कन्यागण से माने कोन करूछंती मेष माननकु पालन कर मेष माननकु से चरौथिले मेष माननकर तत्वावधान करथिले मेष माननकर दायित्व बनौथिले आ सेही समय रे से गोटिए सेठारे अति सुंदर भाबरे उल्लेख करा जाय अछि कि एक आमे यात्रा पुस्तक तार 2 अध्याय देखिबा मिडियन जाजकर 7टी कन्या थिले आ जेते बेले मोसा सेठारु पलायन करूछंती आ सेही समय रे सेठारे जाई कि से बसुछंती बसी कि देखुछंती कि जे मेषपालक अनेक मेषपालक माने आसी सेही आ जित्र जाजकर कन्या माननको से माने हैरान करूछंती हरकत करूछंती आ से माने जेते बेले सेही आ मेष माननको जेउ जल पान करेबा पई से माने गोटे आ
ପଥରର ସେଇ ସମୟରେ ଗୋଟେ ପଥରକୁ ସେମାନେ କାଟିକି ଏକ କୁଣ୍ଡ ଟାଇପର କରୁଥିଲେ ଆଉ ସେଇ କୁଣ୍ଡରେ ଜଳ ସେମାନେ ପୂର୍ଣ୍ଣ କରୁଥିଲେ ଆଉ ସେଇ ସମୟରେ ସେ ପଶୁମାନଙ୍କୁ ସେମାନେ ପାନ କରୁଥିଲେ। ଆଉ ସେହି ସମୟରେ ଯେତେବେଳେ ଅନ୍ୟ ଦଳ ଆସିକି ସେ ମେଷମାନଙ୍କୁ ତଡ଼ି ଦଉଛନ୍ତି ଏବଂ ଏହି ଆଉ ଯାଜକର କନ୍ୟା ମାନେ ଯେଉଁ କୁଣ୍ଡକୁ ସେ ଜଳରେ ପରିପୂର୍ଣ୍ଣ କରିଥିଲେ ଆଉ ସେହି କୁଣ୍ଡରେ ସେ ପାନ କରିବା ନିମନ୍ତେ ସେତେବେଳେ ସେମାନେ ଆସୁଛନ୍ତି ଆଉ ସେଇ ସମୟରେ ମଶା ସେଠାରେ କଣ କରୁଛି ହିରୋ ଭଳିଆ ଏଣ୍ଟ୍ରି ମାରୁଛନ୍ତି। ଦେଖନ୍ତୁ ଯେତେବେଳେ ଦେଖୁଛୁ ଆମେ ଏଠାରେ ସେଠାରେ ସେ କଣ କରୁଛି ଅନ୍ୟାୟର ପ୍ରତିକାର ତାମାନେ ତାଙ୍କର ମାଇଣ୍ଡରେ ସେଟା ରହିଯାଇଛି ଆରମ୍ଭଠୁ ଆମେ ଦେଖୁ କି ଅନ୍ୟାୟର ପ୍ରତିକାର କରିବା ନିମନ୍ତେ ଯାହାକି ଆମେ ପ୍ରେରିତରେ ଦେଖିଲୁ ଆଉ ସେହି ବିଷୟ ଏଠାରେ ଆମେ ଦେଖିବାକୁ ପାଉଛୁ କି ସେମାନେ ଆସିକି ଯେଉଁ ମେଷ ଜିତ୍ରଙ୍କର କନ୍ୟାଗଣଙ୍କୁ ମେଷମାନଙ୍କୁ ସେମାନେ ତଡ଼ି ଦେଇକି ସେମାନେ ଯାହା କରୁଥିଲେ ତାର ଅନ୍ୟାୟର ପ୍ରତିକାର କରିକି ସେମାନେ ଆସୁଛନ୍ତି ବେଳକୁ ମଶା ସେଠାରେ ପହଞ୍ଚୁଅଛନ୍ତି। ତାପରେ ସେମାନେ କଣ କରୁଛନ୍ତି ଆଉ ଜିତ୍ରଙ୍କର କନ୍ୟାଗଣଙ୍କର ମେଷମାନଙ୍କୁ ସେଠାରେ ଜଳପାନ କରାଉଛନ୍ତି। ତାପରେ ଆମେ ଦେଖୁ 18ରେ ଆମେ ଦେଖୁ ଅନନ୍ତର ସେମାନେ ଆପଣା ପିତା ରୁଏଲ ନିକଟକୁ ସେମାନେ ଯାଉଛନ୍ତି ଆଉ ସେତେବେଳେ ରୁଏଲ ତାଙ୍କର ଦ୍ୱିତୀୟ ନାମ ଆଉ ଗୋଟିଏ ନାମ ଯାଜକୀୟ ନାମ ଜିତ୍ର ଏବଂ ରୁଏଲ ଆଉ ଗୋଟିଏ ନାମ ଲେଖା ହୋଇଛି ତୃତୀୟ ନାମ ଆମେ ଦେଖିବାକୁ ପାଉ। ଆଉ ଏଠାରେ ଯେତେବେଳେ ରୁଏଲ ତାଙ୍କୁ ପଚାରୁଛନ୍ତି ଏତେ ଶୀଘ୍ର ତୁମେ କେମିତି ଆସିଲ ତାପରେ ସେଟା ତାଙ୍କର କନ୍ୟାଗଣ କହୁଛନ୍ତି କି ଜଣେ ଆଉ ଲୋକ ଜଣେ ମିଶ୍ରୀୟ ଲୋକ ମେଷପାଳକ ମାନଙ୍କୁ ଉଦ୍ଧାର କଲା। ତାଙ୍କର ଆଉ ବେଶ ପୋଷାକ ତାଙ୍କର ସମସ୍ତ ବିଷୟରେ ସେମାନେ ଜାଣିଥିଲେ ଜଣେ ମିଶ୍ରୀ ଲୋକ ଆଉ ସେ ଯେ ଆପଣା ପିତାଙ୍କୁ ସେ କହୁଛନ୍ତି ଆଉ ସେଠାରେ ମଶା କଣ କଲେ ଆଉ ତାଙ୍କର ଜିତ୍ର କଣ କଲେ ତାଙ୍କର କନ୍ୟାଙ୍କ ସହିତ ମଶାଙ୍କର ବିବାହ କରୁଛନ୍ତି ଆଉ ମଶାଙ୍କର ବିବାହ କଲା ପରେ ସେ ସେଠାରେ କଣ କରୁଛନ୍ତି 40 ବର୍ଷ ସେଠାରେ ସେ ନିଜ ଶ୍ୱଶୁର ଜିତ୍ରଙ୍କର ମେଷ ମାନଙ୍କର ଦାୟିତ୍ୱ ନେଲେ ମେଷ ମାନଙ୍କର ତତ୍ତ୍ୱାବଧାନ କଲେ ମେଷ ମାନଙ୍କୁ ଶୃଙ୍ଖଳିଲେ ସେ ସେଠାରେ ରହିକି ଆପଣା ଶ୍ୱଶୁରଙ୍କର ଆଉ ମେଷ ମାନଙ୍କର ତତ୍ତ୍ୱାବଧାନ କେତେ ବର୍ଷ କଲେ 40 ବର୍ଷ କଲେ ବୋଲି ଉଲ୍ଲେଖ କରାଯାଇଛି। ଖରାରେ ବର୍ଷାରେ ଶୀତରେ କାକରରେ ମେଷମାନଙ୍କୁ ସମ୍ଭାଳିବା ମେଷମାନଙ୍କୁ ଶୃଙ୍ଖଳିବା ସେମାନେ ଆଉ କୋଉ ଚରା ସ୍ଥାନକୁ ଗଲାବେଳେ ସେମାନେ ଏପଟେ ଧାଉଥିବେ ସେପଟେ ଯାଉଥିବେ ତାଙ୍କର ଦେହ ପାଦ ପଥରରେ ବାଜୁଛି ତାଙ୍କ ଦେହରେ କଣ୍ଟା ରାମ୍ପି ହଉଛି ସେ ବର୍ଷାରେ ତିନ୍ତୁଛନ୍ତି ସେ କାକରରେ ରହୁଛନ୍ତି ସେ ଏହି ସମସ୍ତ କଷ୍ଟ ସେ ଅନୁଭବ କଲେ ଏବଂ ତାଙ୍କର ମେଷ ମାନଙ୍କର ସେ ଯତ୍ନ ନେଲେ ମେଷ ମାନଙ୍କର ତତ୍ତ୍ୱାବଧାନ କଲେ ମେଷ ମାନଙ୍କୁ ସେ ଶୃଙ୍ଖଳିଲେ। କେତେ କଷ୍ଟ ଆମେ ଦେଖୁ ଯେଉଁମାନେ ପଶୁ ଚରାଉଛନ୍ତି ସେମାନେ ସବୁବେଳେ ସେମାନେ କଣ ଅନେକ ଋତୁର ସେମାନେ ସାମ୍ନା କରିଥାନ୍ତି ବର୍ଷାର ସାମ୍ନା କରିଥାନ୍ତି ଶୀତ କାକର ସେମାନଙ୍କ କୌଣସି ଭ୍ରୂକ୍ଷେପ ନଥାଏ। ଆଉ ଏହିପରି ଏକ ରାଜପୁତ୍ର ଯିଏକି ଆଉ 40 ବର୍ଷ ପର୍ଯ୍ୟନ୍ତ ସେ ଯୁବା ଥିଲେ ମଶା ନମ୍ର ନଥିଲେ ମଶା ପରେ ନମ୍ର ହେଲେ ମଶା ନମ୍ର ଥିଲେ ନମ୍ର ମାନେ କଣ ଅତି ସୁନ୍ଦର ବାକ୍ୟ ଗୋଟେ ଗୀତ ଅଛି ଉପାସନା ବିଷୟରେ ମାଟି ଠାରୁ ନମ୍ର ମାନେ ମାଟି ଠାରୁ ସାନ ନମ୍ରର କଣ କହନ୍ତି ଭୂଷଣ କି ତ ମନେ ପଡୁନି ମତେ ଉପାସନାରେ ଲେଖା ଅଛି ଆଉ କର ପ୍ରଭୁ ମତେ ମାଟି ଠାରୁ ହୀନ ପିନ୍ଧାଅ ମତେ ନମ୍ରତା ଭୂଷଣ ନମ୍ରତା ମାନେ ଭୂଷଣ ମାନେ ଯାହାକି ଆମେ ପିନ୍ଧିବା ଯେ ଆମେ କାନରେ ପିନ୍ଧିଥାଉ ତ ସୁନ୍ଦର ଦେଖାଯାଏ ଆମ ମୁଣ୍ଡରେ ପିନ୍ଧିଥାଉ ତ ସୁନ୍ଦର ଦେଖାଯାଏ ଆମେ ଗଳାରେ ପିନ୍ଧିଥାଉ ତ ସୁନ୍ଦର ଆଉ ଏହି ନମ୍ରତାକୁ ଏକ ଭୂଷଣ ସହିତ ତୁଳନା କରାଯାଇଛି ଯୋଉଟାକୁ ନମ୍ରତା ଆମେ ଭୂଷଣ ମାନେ ନିଜ ପିନ୍ଧିବା ପରିଧାନ କରିବା। ମଶା ନମ୍ର ନଥିଲେ ମାତ୍ର ମଶା ନମ୍ର ପରେ ହେଲେ ଯେତେବେଳେ ସେ ଯୁବା ଥିଲେ ତାଙ୍କ ଦେହର ରକ୍ତ ଯେତେବେଳେ ସେ ଯୁବା ହେଇଥିଲେ ସେ ସମୟରେ ସେ ନମ୍ର ଥିଲେ ମଶା ନମ୍ର ପରେ ହେଲେ ମଶା ଯେତେବେଳେ ଆଉ 80 ବର୍ଷ ହେଲା ମଶାଙ୍କୁ ଯେତେବେଳେ ବୃଦ୍ଧ ହେଲେ ଗତ ବୟସ୍କ ହେଲେ ସେତେବେଳେ ମଶାଙ୍କୁ ପ୍ରଭୁ ଆହ୍ୱାନ କଲେ
ଆଉ ସେତେବେଳେ ସେ ପ୍ରଭୁ ଯେତେବେଳେ ତାଙ୍କୁ ଆହ୍ୱାନ କରୁଛନ୍ତି ତାହା ଆମେ ଦେଖୁଛୁ। ମଶାଙ୍କୁ କହୁଛନ୍ତି, ହେ ମଶା ତୁମ୍ଭେ ଆଉ ଯାଅ ମିଶ୍ର ଦେଶରେ ଫାର ନିକଟକୁ ତୁମ୍ଭେ ଯାଅ, ସେଠାରେ ମୁଁ ଏହିପରି କହିଅଛି ତୁମେ ମୋର ଆଜ୍ଞାକୁ ପାଳନ କର। ମାତ୍ର ମଶା ସେଠାରେ କଣ କହୁଛନ୍ତି? ମୁଁ ଯିବି ନାହିଁ, କାରଣ ମୁଁ ଏଠାରେ ଲେଖା ଅଛି 4 ଅଧ୍ୟାୟରେ ଲେଖା ଅଛି ମୁଁ ମୋ ଜଡ଼ ଯିବି, ମାନେ ମୁଁ ତୋତଲା, ମୁଁ ଯିବି ନାହିଁ। ସେଠାରେ ପ୍ରଭୁଙ୍କର ଆଜ୍ଞାକୁ ସେ ଆଉ ମାନୁନାହାନ୍ତି। ପ୍ରଭୁଙ୍କର ଆଜ୍ଞାର ବିରୁଦ୍ଧରେ ଯାଇକି ସେ କହୁଛନ୍ତି ମୁଁ ଜଡ଼ ଯିବି, ମୁଁ ସେଠାକୁ ଯିବି ନାହିଁ। ମୁଁ ଯଦି ସେଠାକୁ ଯାଇ ମୁଁ କୌଣସି ବିଷୟ ମୁଁ କରେ ତେବେ ଲୋକମାନେ ମତେ ପରିହାସ କରିବେ, ମତେ ପ୍ରତ୍ୟୟ କରିବେ ନାହିଁ। ପ୍ରତ୍ୟୟ ମାନେ ମତେ ବିଶ୍ୱାସ କରିବେ ନାହିଁ, ମତେ ପରିହାସ କରିବେ, ମୋ କଥା ମାନିବେ ନାହିଁ। ମାତ୍ର ମଶାଙ୍କୁ ପରମେଶ୍ୱର ବାଧ୍ୟ କରୁଛନ୍ତି, ଆଉ ଏକ ପନ୍ଥା ଦେଖାଉଛନ୍ତି। ତୁମ୍ଭର ଭାଇ କି ହାରଣ, ମୁଁ ତାଙ୍କୁ କହିଛି ଦେଖ ତାଙ୍କେ ଆସୁଅଛନ୍ତି, ତୁମେ ଯାଅ ତାଙ୍କ ସହିତ ସାକ୍ଷାତ କର। ଆଉ ସେ କହୁଛନ୍ତି ମୁଁ ଜଳ ଯିବି, ମୁଁ ଫାରାଓ ନିକଟକୁ ମୁଁ ଯିବି ନାହିଁ। ମତେ ଲୋକ ପ୍ରତ୍ୟୟ କରିବେ ନାହିଁ, ମତେ ବିଶ୍ୱାସ କରିବେ ନାହିଁ। ମୁଁ ସେଠାରେ ଯାଇ ତତଲା ହିସାବରେ କଥା କହିଲେ ଲୋକ ମତେ ପରିହାସ କରିବେ, ମତେ ଶୁଣିବେ ନାହିଁ। ସେଥିପାଇଁ ତୁମେ ଯାହାକୁ ପଠଉଛ ପଠ, ମୁଁ ଯିବି ନାହିଁ। ମାତ୍ର ପରମେଶ୍ୱର ତାଙ୍କୁ ବାଧ୍ୟ କରୁଛନ୍ତି, ଯୋଉଟା କି ଇସ୍ରାଏଲ ଲୋକମାନଙ୍କ ନିମନ୍ତେ ଅବ୍ରାହମଙ୍କ ଠାରେ ସେ ଆଉ ଏକ ପ୍ରତିଜ୍ଞା କରିଥିଲେ। ସେ ପ୍ରତିଜ୍ଞାକୁ ପାଳନ କରିବା ନିମନ୍ତେ, ସେ ପ୍ରତିଜ୍ଞାକୁ ପୂର୍ଣ୍ଣ କରିବା ନିମନ୍ତେ ପରମେଶ୍ୱର ସ୍ୱ ଗୌରବ ରକ୍ଷଣରେ ଉଦ୍ଯୋଗୀ ନିଜର ଗୌରବକୁ ସେ ଧରି ରଖୁଛନ୍ତି ଏବଂ ସେ ମଶାଙ୍କୁ କହୁଛନ୍ତି, ବାଧ୍ୟ କରୁଛନ୍ତି ତୁମ୍ଭେ ଯାଅ, ତୁମେ ଯାଅ। ଆଉ ଏକ ରାସ୍ତା ଦେଖେଇଲେ, ତୁମ୍ଭର ହାରଣ, ତୁମ୍ଭର ଭ୍ରାତା ସେ ସୁବକ୍ତା ଅଟନ୍ତି, ତୁମେ ତାଙ୍କ ସହିତ ସାକ୍ଷାତ କରିବା ପାଇଁ ଯାଅ। ଆଉ ମୁଁ ଯାହା କହିବି ତାହା ତୁମ୍ଭେ କହିବ, ଆଉ ତୁମ୍ଭେ ଯାହା କହିବ ତାହା ହାରଣ କହିବେ। ଆଉ ଏହି ସମୟରେ ଆମେ ସେଠାରେ ଦେଖୁ କି ପରମେଶ୍ୱର ଯାହା କହୁଥିଲେ ତାହା ମଶା କହୁଥିଲେ ଏବଂ ମଶା ଯାହା କହୁଥିଲେ ତାହା ହାରଣ ଲୋକମାନଙ୍କ ସାକ୍ଷାତରେ ସେ ପ୍ରକାଶ କରୁଥିଲେ। ତେବେ ଏଠାରେ ମଶାଙ୍କୁ ହିଁ କାହିଁକି ପରମେଶ୍ୱର ଚୟନ କଲେ, ହାରଣକୁ କାହିଁକି ଚୟନ କରିନାହାନ୍ତି? ହାରଣ ସୁବକ୍ତା ଥିଲେ, ଅତି ସୁନ୍ଦର ବାକ୍ୟ ଦଉଥିଲେ, ଅତି ସୁନ୍ଦର ବ୍ୟାଖ୍ୟା କରୁଥିଲେ, ମାତ୍ର ସେ ନମ୍ର ନଥିଲେ। ମଶାଙ୍କ ଦ୍ୱାରା ହିଁ ପରମେଶ୍ୱର, ଏକ ନମ୍ର ଲୋକ ହିଁ ଏଇ ସମସ୍ତ ବିଷୟ, ଏଇ ସମସ୍ତ କାର୍ଯ୍ୟ ସେ କରିପାରିବେ ପରମେଶ୍ୱର ଜାଣିଥିଲେ। ଆଉ ସେହି ଜାଗାରେ ସେ ହାରଣକୁ କାହିଁକି ରଖିଲେନି, ମଶାଙ୍କୁ କାହିଁକି ରଖିଲେ? ଆଉ ପରମେଶ୍ୱର, ଆମେ ନିଜେ ଚିନ୍ତା କରିବା, ପରମେଶ୍ୱର ଯେଉଁ ବିଷୟ, ଯେଉଁ କଥା ସେ 5 ମିନିଟରେ କହୁଥିଲେ, ମଶା ତାହା ଧୀରେ ଧୀରେ ଆଉ ବ୍ୟାଖ୍ୟା କଲା ବେଳକୁ, ଧୀରେ ଧୀରେ ତାହା କହିଲା ବେଳକୁ, ତତଲା ହିସାବରେ କହିଲା ବେଳକୁ ସେଟା 10 ମିନିଟ ହଉଥିଲା। ଆଉ ସେହି 10 ମିନିଟ କଥାକୁ ପୁନର୍ବାର ଆଉ ହାରଣ ତାହା 5 ମିନିଟରେ ହଉଥିଲା। ତେବେ ଆମେ ଯଦି ଆଇଡିଆ କରିବା ତେବେ 20 ମିନିଟ ହଉଥିଲା। ତେବେ ସିଧାସଳଖ କାହିଁକି ହାରଣଙ୍କୁ ସେଠାରେ ନିଯୁକ୍ତି କଲେ ନାହିଁ, ହାରଣଙ୍କୁ କାହିଁକି ଚୟନ କଲେ ନାହିଁ? ପରମେଶ୍ୱର ଆଉ 10 ମିନିଟ ତ ବଳି ଯାଇଥାନ୍ତା ନା, କାର୍ଯ୍ୟ ଜଲ୍ଦି ହେଇଯାଇଥାନ୍ତା, ଶୀଘ୍ର ହେଇଯାଇଥାନ୍ତା। ତେବେ ଏଠାରେ ପରମେଶ୍ୱର ଜାଣିଛନ୍ତି କି ଏକ ନମ୍ର ବ୍ୟକ୍ତି ହିଁ ଏଇ ସମସ୍ତ କାର୍ଯ୍ୟ କରିପାରେ। ଆମେ କେତେ ସୁନ୍ଦର କଥା କହିପାରୁ, ଆମେ କେତେ ସୁନ୍ଦର ବ୍ୟାଖ୍ୟା କରିପାରୁ, ଆମେ ଆମର କେତେ ଟଙ୍କା ଥାଏ, କେତେ ଆଉ ବଳ ଥାଏ, କେତେ ଆମର ବିଷୟ ଥାଏ, ମାତ୍ର ଆମେ ଯଦି ଆମେ ନମ୍ର ନହୁ, ଆମେ ନମ୍ରର ପୋଷାକ ପରିଧାନ ନ କରୁ, ତେବେ ଆମେ କୌଣସି ବିଷୟ ଆମେ କରିପାରିନଥାଉ। ତେବେ ଏଠାରେ ଆମେ ଦେଖୁ କି ନମ୍ର ଲୋକମାନେ ପୃଥିବୀର ଅଧିକାରୀ ହେବେ ବୋଲି ଉଲ୍ଲେଖ କରାଯାଇଛି। ଯେତେବେଳେ ଅସଂଖ୍ୟ ଇସ୍ରାଏଲୀୟ, ଅସଂଖ୍ୟ ଜନତା, ଅଗଣିତ ଜନତା ତାଙ୍କୁ ସେଠାରୁ ପରମେଶ୍ୱରଙ୍କର ବାକ୍ୟକୁ ମାନି ମଶା ଯେତେବେଳେ ମିଶ୍ରକୁ ଗଲେ,
आउ सेठारु से असंख्य लोक मानकु से पढ़ाई आनुछंती सेठारे आमे पर्व आगामी पर्व जाक देखुछु आमे कि अनेक लोक माने आसिकी तांको विरक्ति करुछंती तांकर बचसा करुछंती आमे सेठारे रसुण खाउथिलु पियाज खाउथिलु आउ ए समस्त विषय खाउथिलु तुमे आमानकु एठारे मारिबा पई आनी बाहर करके आनी अछ एही समस्त जणे गले आउ जणे आसुछंती आउ गले गले आउ केते जण आसिले एही समय विषय पेशेंस रहबा नम्र लोक मान केवल नम्र लोक ही एही समस्त विषय कार्य करिथांती मो भलिया रागी लोक केबे मध्य केबे एही समस्त विषय आ उल्लेख लेखा अछि कि जित्र तांको ससुर जित्र मध्य तांको परामर्श देउथिले अनेक प्राचीन गण मध्य तांको परामर्श देउथिले सेति पई मोसा गोटे स्थान रे कहिसंती मु कि ए मानंकु गर्भरे धारण करी ए मानंकु कि मु प्रसव करिछि जे पितृतुल्य ए मानंकु कोन करबी मु बही नहीं जीबी हे प्रभु मु आ ए सब मु करि न पारे मो प्राण निय से मृत्यु चाहिछंती से मृत्यु चाहिछंती केत अतिष्ठ हे जाइछंती इस्राएल लोक मानंकर बचसारे इस्राएल लोक मानंकर कथारे मात्र से प्रभु कौन करछंती तांको आउ गोटे भार देछ तुम प्राचीन गण को डाक असे मान को गोटे गोटे भार देबा मात्र तुम्हे छाड़ नहीं तुम द्वारा ही मु सही कार्य करिबी तुम द्वारा ही मु जेउ आउ ब्रह्मगठरे जेउ आउ मु प्रतिज्ञा करिथिली सही प्रतिज्ञा को मु पूर्ण करिबी आउ सही परी मुसा 40 वर्ष पर्यंत दुखरे सुखरे शीतरे काकरे वर्षारे प्रतिटी विषय रे मेस जित्रंकर मेष मानकु से तत्वावधान कले मेष मानकर संखोलिले मेष मानकर दायित्व नेले दीर्घ 40 वर्ष आ जेते बेले मसा को 80 वर्ष हैला जेते बेले से गत वयस्क सेही बेले प्रभु तांकु चयन करूछंती तांकु आह्वान करूछंती आ सेही समय रे से परिपक्व होउछंती केते मेष मानक द्वारा आउ एही परी अनेक वर्ष अपना जित्र ससुर जित्रंक ठारे रहिला परे जहाँकि आमे गणना पुस्तक रे पुनर्बार आमे देखिबा गणना पुस्तक तार 12 अध्याय रे अति सुंदर माने गोटे शिक्षार विषय ठारे देखिबा को पाउछु आ जेउ मसांकु निजर भौणी मरियम से तांकर बच्चा करबा आरंभ कर दैछन्ती हारण एवं मरियम से कौन कहउछन्ती एही मसा ही प्रभुंकर वाक्य सुनुछन्ती कि स्वप्न द्वारा तांको सहित ही कथा होछन्ती कि स्वप्न देश स्वप्न रे आम सहित भी कथा होछन्ती एही परी तांकर बच्चा आरंभ कर देले से एक कुशिया स्त्री को विवाह करथिले आ से कुशिया स्त्री को सकासु मसांकर बच्चा करबा मसांकर कथा तांको विरुद्ध रे कथा हेले तांकर विरुद्ध रे कथा आरंभ करि देले एवं सही भितरे आमे 8 देखुची आमे ताहा सहित दृढ़ वाक्य रे नुहे मात्र मुखामुख होई प्रकाश रूपे कथा कहिबा प्रभुंक सदा प्रभुंक ठारे एही मसाही की वाक्य कहउछन्ती एही मसाही कथा कहउछन्ती एही सब तांको विरुद्ध रे से माने कथा हे आरंभ करे आ जेते बेले एठारे आमे देखु परमेश्वर एठारे कहउछन्ती 8 अध्याय रे 12 अध्याय 8 पदरे आमे देखु आमे ताहा सहित गुढ़ वाक्य नुहे मात्र मुखामुख होई प्रकाश रूपे कथा कहिबा ओ से सदा प्रभुंकर आकार दर्शन करिवो एहेतु तुम्हे माने आम सेवक विरुद्ध रे मसा विरुद्ध रे कथा कहिबा को काहे की भीत हेलो नाही अर्थात एठारे मसा जाई सदा प्रभु को कहि नाहंती देखो प्रभु ए माने मो विरुद्ध रे कथा होछंती मो भाई मो भौणी मो विरुद्ध रे कथा होछंती मात्र प्रभु ताहा आपे सुनिले प्रभु ताहा आपे सुनिले लेखा अछि परमेश्वर जहार सपक्ष किए ताहार विपक्ष रे उठी पारे आमे जितबे नम्र रहु तबे आमे दादा प्रभु कोठारे कोनोसी विषय कहिबार से प्रभु आपे सुनिबे एवं आम सपक्ष रे से ठिया हेबे
आम सपक्ष से ठिया हेबे आमनकर शत्रु मानकर सामने ठिया हेबे एठारे उल्लेख करा जाय नै मशा जाई कि सदा प्रभु को प्रार्थना करछंती गुआरी करछंती प्रभु आपे सुनिले तुम्हे कि भीत हेलो नाही मशा को विरुद्ध रे कथा कहिबा निमंते आउ सेही कथा सेही विरुद्धर कथा कोन हेतिला से दिन मरियम को कुष्ठग्रस्त हेतिले देखो नम्र लोक मानक विरुद्ध रे कथा हेबा केते माने भयंकर विषय एठारे घटुछि से कुष्ठग्रस्त हेले एवं मरियम को द्वारा केते दिन ता स्थगित हो जाइथिला आगो को बढ़ी पारिले नाही जेते बेले से आउ सूची हेले सेते बेले से आगो को बढ़ी पारिले देखो नम्र लोक मानक विरुद्ध रे कथा कहिबा मध्य अति भयंकर विषय हिथे प्रभु आमनकर सपक्ष रे रही थांती एई नम्र लोक माने पृथ्वीर कौन हेबे अधिकारी हेबे सेदिन इस्राएल लोक मानकु से बाहर करके आउछंती केते इस्राएल लोक मानकर से कथा सुनुछंती केते निंदा सुनुछंती से अतिष्ट हे कि से कहउछंती हे प्रभु मोर प्राण हेबे नियो मात्र प्रभु तांकु बाध्य करूछंती एक नम्र लोक ही समस्त कार्य करि पारे एही समस्त सही करि पारे नम्र लोक आमे देखिबा गीत संहिता तार अति सुंदर वाक्य गोटे लेख करा जाय अछि गीत संहिता 149 अध्याय 4 पदर ख अंशरे लेखा अछि से नम्र लोक मानकु परित्राण रे सुशोभित करिवे परित्राण लेखा अछि से नम्र लोक मानकु परित्राण रे सुशोभित करिवे अर्थात जेतेबेले परमेश्वर निजर आज्ञा रे आकाश मंडल निर्माण कले पृथ्वी निर्माण कले समस्त विषय निर्माण कले आकाश मंडल को निर्माण करी सेठारे से गैलेक्सी माने नक्षत्र जाक से खंजिले सूर्य चंद्र नक्षत्र खंजिले आ सेही समस्त विषय आकाश मंडल कोन हला सुशोभित दिखागला सुंदर देखागला ठीक सही परी नम्र लोक माने पुणे परित्राण में मुक्ति परित्राण माने कोन मुक्ति उद्धार पापर उद्धार अधर्म उद्धार रोग उद्धार कष्ट उद्धार जंत्रणा उद्धार एक सुंदर भाव से कौन कर सजई दौरान जिते प्रभु आकाश मंडल निर्माण करी सूर्य चंद्र तारागण गैलेक्सी गण अनेक को सुंदर खोजी देले सुशोभित माने सुंदर मनोहर देखा सुंदर देखा जिवे आउ से कौन सुंदर से परित्राण रे सुशोभित करिवे आउ गोटे पदरे लेखा अछि गीत संहिता नम्र लोक माने धन जन एवं सम्मान रे पुरस्कार नम्र लोक माने पुणी धन जन एवं सम्मान र पुरस्कार बोली लेखा अछि आउ परित्राण रे कोन करंती सुशोभित करंती लेखा अछि सुशोभित माने सुंदर शोभित देखिले सुंदर लागिवो मनोहर लागिवो खुशी लागिवो अभावरु अनाटरु आ कोनोसी आ मेडिकल जीवा को पड़ी पने बा कोनोसी स्थान को जीवा प्रभु आपे आपे ताहा सुंदर भाव रे आमन को गड़ी देई थांते काहा को नम्र लोक मान जेते बेले नम्र लोक मान कर गुण से मानकर गुण ही अलग रही थाए से माने केते जानी थांतु बा केते कोनोसी ठारे से विवाद करंती नहीं मो भलिया नहीं मु तो अधिक विवाद करथाए से मानकर गुण अलग आ सेही गुण को लोक भूल बुझी थांते कौन दल बल नहीं आगु कथा कहिबार जना नहीं आठारे टंका पैसा नहीं कथा कही आसे नहीं मात्र ताहार गुण हैला मौन रहबा प्रभु जीशु ख्रीस्ट जेते बेले पिलातंक सामना रे एक राजा है से नम्र थिले से मौन थिले से चाही थिले केते आश्चर्य कर्म हो जाइतिला केते हेइथिले मात्र से गोटे पद कहले आपण कहू अछंती आपण को जिहुदी मानकर राजा बोली कहले आपण कहू अछंती से मौन रहिले
से कथा एते फारूसी मानू एते शास्त्री मानू एते लोक मानकर मुख को से बंद कर देते उत्तर दे पारु नथिले एहीपरि से कथा कहूथिले मात्र आज पिला तंको सामना रे से कोन करछन्ते मौन रचित नम्रतार गुण देखा आम से पाउछु प्रभु जीशु ख्रीष्ट नम्रतार नम्र लोक मान को अधे लोक भूल बुझी जाती दल बल नहीं टंका बल नहीं आर सपक्ष कथा कहवा लोक नहीं आ मंडली आर सपक्ष नहीं मात्र ता भूल बुझामणा आम बुझी था कि नम्र लोक मान गुण अति सुंदर से परमेश्वर अनेक भाव आशीर्वाद करिथांती सम्मान रे धन रे जीवन रो पुरस्कार बोली लिखा जाए यही सब मशांक द्वारा परमेश्वर यही गुण नम्रतार गुण नम्रता जो परमेश्वर मशांक चयन कले हारण को कहीं चयन कले नहीं से सुवक्ता थिले उत्तम सुंदर भाषण दौले सुंदर कथा कहूथिले सही जगार परमेश्वर चाहिए मशांक बाद कर दे कि हारण को सेठारे चयन करते मात्र हारण नम्र नथिले मशा नम्र थिबा सकाशु मशा को से बाध्य करुछंती कले बले कौशले तांको बाध्य करुछंती कि तुम्हें ही एही असंख्य जनता असंख्य इस्राएल लोक मानू तुम्हें मिस्र देश बाहर करके आनिब अति सुंदर विषय आ जेते आमे देखु मशा जेते बेले मृत्यु है से लेखा शरीर बल ह्रास हो नथिला बोली लेख कर चक्षु देखिबार शक्ति ह्रास होना से 120 वर्ष होता आजिकाली आमे देखू गीत संहिता रे उल्लेख करा जाय अछि बल सकाशु 80 वर्ष मात्र परमेश्वर तांको एई बळी अनुग्रह करथिले कि बोधे विचारकर्तार कौन लास्ट पदर लेखा अच्छी कि से मृत्यु बेले तांकर शरीर बल ह्रास हो नथिला एवं चक्षुर तेज दुर्बल हो नथिला बोली लेखा अछि आ एही परि से एक तांकर मृत्यु हैला परे प्रभु स्वयं मोयाबीय एक उपत्यकारे प्रभु निजे तांकु कौन करुछंती समाधि दौछंती निजे तांकु कबर दौछंती लेखा अछि जिहुदा पुस्तक केवल गोटे आपण देखंतु जिहुदा तार 9 पदरे लेखा अछि निजे प्रभु मयाब देशर गोटे उपत्यका बाल पेर लेखा अच्छे सेठारे निजे प्रभु तांको समाधि दौछंती कबर दौछंती केही सेटा जानि नाहंती लेखा केही आजी पर्यंत ताहा केही जानि नाहंती एही कथा शैतान को टिके कष्ट होला से कोठी मशा को कोठी तांकर कबर कोठी से जाइकी मिखाइल दूत को से प्रश्न करुछंती देखंतु जिहुदा तार 9 अध्याय रे लेखा अछि किंतु प्रधान दूत मिखाइल मशांकर सब विषय रे शैतान सहित वादनुवाद करिबा समय रे निंदा करी ताहार विचार करिबा को साहसी होई नथिले केवल एतिक कहिले प्रभु तुमको धमक दियंतु नम्र मशांकर दास सदाप्रभुंकर दास मशा नम्र थिले प्रभु निजे तांकु समाधि निजे तांकु कबर देथिले आजी पर्यंत पुनी ताहा केही जानि नाहंती सेति शैतान को टिके टेंशन हे गला से जाय कि मिखाइल दूत को पचारुछंती मशांकर सब काई को जगह रे तांकु समाधि दियाइछि को जगह रे तांकु रखा आइछि को स्थान रे तांकु कबर दियाइछि से जाइकी मिखाइल दूत को से प्रश्न कर जुक्ति करुछंती मात्र एठा लेखा अछि से शैतान सहित गोटे भी कथा रे भी से जुक्ति करने से वाद से करी नाहंती से केवल गोटे कथा कहिथिले कि प्रभु तुमको धमकाउंतु
ପ୍ରଭୁ ତୁମକୁ ଧମକାନ୍ତୁ। ମାନେ ନମ୍ର ଲୋକମାନଙ୍କୁ ପ୍ରଭୁ ଏହିପରି ଆମମାନଙ୍କର ସପକ୍ଷରେ ଆମଙ୍କର ତତ୍ତ୍ୱାବଧାନ କରିଥାଏ। ଆମମାନଙ୍କର ପ୍ରତିଟି ବିଷୟରେ ସେ ରହିଥାନ୍ତି, ଆମମାନଙ୍କର ସପକ୍ଷ ରହିଥାନ୍ତି। ନମ୍ରତାର ଗୁଣ, ନମ୍ରତାର ବିଷୟ ଆମମାନଙ୍କର ଅଛି କି? ମୁଁ ଆଜି କହିଦଉଛି ମୋ ପାଖରେ ମଧ୍ୟ ନମ୍ରତାର ଗୁଣ ନାହିଁ। କେବଳ ଆମେ ଜାଣୁଛୁ, ଶିଖୁଛୁ, ଶୁଣୁଛୁ, ମାତ୍ର ତାହା ଆମେ କଣ କରିଥାଉ? ପାଳନ କରିନଥାଉ। ମାତ୍ର ଏଠାରେ ଟଙ୍କାର ବିଷୟ ନାହିଁ, ମାନ ସମ୍ମାନର ବିଷୟ ନାହିଁ, କିଛି ନାହିଁ। ଆମେ ନମ୍ରତାର ଆପେ ଆପେ ତାହା କଣ କରିଥାନ୍ତି? ପ୍ରଭୁ ଆମମାନଙ୍କୁ ଦେଇଥାନ୍ତି। ପ୍ରଭୁ ଆମମାନଙ୍କୁ ତାହା ଆମମାନଙ୍କୁ ଆଶୀର୍ବାଦ କରିଥାନ୍ତି। ତେବେ ଲେଖା ଅଛି କି ପରିତ୍ରାଣରେ ସୁଶୋଭିତ କରିବେ। ନମ୍ରତା, ନମ୍ର ଲୋକମାନଙ୍କୁ ପରିତ୍ରାଣରେ ସୁଶୋଭିତ କରିବେ। ଆଜି ମଶାଙ୍କୁ ପ୍ରଭୁ କିପରି ଭାବରେ ପରମେଶ୍ୱର ତାଙ୍କୁ ବାଧ୍ୟ କରି ଯେଉଁ ପ୍ରତିଜ୍ଞା କରିଥିଲେ ଲୋକମାନଙ୍କୁ ସେ ବାହାର କରି ଆଣିବା ନିମନ୍ତେ ଏବଂ ସେମାନଙ୍କର ଦାସତ୍ୱ ବନ୍ଧନରୁ ମୁକ୍ତ କରିବା ନିମନ୍ତେ, ସେମାନଙ୍କୁ ଆଉ ଆଶୀର୍ବାଦର ଦେଶ ଦେବା ନିମନ୍ତେ, ଆଉ ମଶା ହିଁ ଥିଲେ ଏକ ନମ୍ର ଲୋକ। ଆଉ ଲେଖା ଅଛି ତାହାଙ୍କ ପରେ କେହି ନାହିଁ, ଆଜି ପର୍ଯ୍ୟନ୍ତ କେହି ନାହିଁ। ମଶା ଏହିପରି ନମ୍ର ଥିଲେ ସେ। ତାଙ୍କର ଜୀବନୀ ଏକ ରାଜପୁତ୍ର ଥିଲେ। ସେ ଏକ ରାଜପୁତ୍ର। ସେ ଚାହିଁଥିଲେ ଫାରୋଙ୍କର ସିଂହାସନରେ ସେ ବସିକି ସେ ଶାସନକର୍ତ୍ତା ହେଇପାରନ୍ତି। ଫାରୋଙ୍କର ସିଂହାସନରେ ବସିକି ସେ ଆଉ ଦେଶକୁ ସେ ଅଧିକାର କରିକି ସମସ୍ତ ରାଜ୍ୟକୁ ସେ ଯୁଦ୍ଧ କରିକି ସେ କରିଥାନ୍ତେ, ଆଉ ସମସ୍ତ ବିଷୟକୁ ସେ ଆଉ ରାଜା ହେଇଥାନ୍ତେ। ମାତ୍ର ସେ କଣ କଲେ? ନମ୍ରତାକୁ ସେ ରାଜକୀୟ ବସ୍ତ୍ର ପିନ୍ଧୁଥିଲେ, ରାଜକୀୟ ଖାଦ୍ୟ ଖାଉଥିଲେ, ରାଜକୀୟ ଆଉ ଅତର ଲଗାଉଥିଲେ। ଆଜି କଣ କରୁଛନ୍ତି ମଶା? ମେଷ ମାନଙ୍କର ମଳ ଏବଂ ମୂତ୍ରରେ ସେ ଘାଣ୍ଟି ହେଉଛନ୍ତି। ସେତେବେଳକୁ ଅତର ସୁନ୍ଦର ଆଉ ବାସ୍ନା ଥିବ ଅତର ବୋଲି କୁହାଯାଏ। ତାହା ରାଜା ମାନେ ସେମାନେ ନିଜର ଦେହରେ ସେ ଲେପନ କରୁଥିଲେ। ଆଉ ସେହି ସବୁକୁ ସେ ପ୍ରତ୍ୟାଖ୍ୟାନ କଲେ, ସେହି ସବୁ ବିଷୟକୁ ସେ ପରିତ୍ୟାଗ କଲେ। ଏକ ରାଜପୁତ୍ର, ରାଜକୀୟ ଢଙ୍ଗରେ ସେ ବଢି ଆସିଥିଲେ, ରାଜକୀୟ ଖାଦ୍ୟ ଖାଉଥିଲେ, ରାଜକୀୟ ବସ୍ତ୍ର ପିନ୍ଧୁଥିଲେ, ରାଜକୀୟ ଶୈଳୀ, ତାଙ୍କର ବୁଦ୍ଧି, ଜ୍ଞାନ, ଶକ୍ତି, ସାମର୍ଥ୍ୟରେ ସେ ପରିପୂର୍ଣ୍ଣ ଥିଲେ। ମାତ୍ର ସେ ସବୁକୁ ସେ ପରିତ୍ୟାଗ କରି ଏକ ନମ୍ର, ଏକ ଦାସର ବିଷୟ ଆମେ ଏଠାରେ ଦେଖିପାରୁଛୁ। ସେ ମେଷ ମାନଙ୍କର ମଳ ମୂତ୍ରରେ, ଆଜି ଆମେ ଦେଖୁ ମେଷ ମାନଙ୍କୁ ଯେଉଁମାନେ ଚରଉଥିବେ ପଶୁମାନଙ୍କୁ, ସେମାନଙ୍କ ଦେହରୁ ଗୋଟେ ଅଲଗା ଟାଇପର ଗନ୍ଧ ଆସିଥାଏ। ଏକ ରାଜପୁତ୍ର, ଦେଖନ୍ତୁ, ଏକ ରାଜପୁତ୍ର ଯେ ସିଂହାସନରେ ବସିକି ସେ ଶାସନକର୍ତ୍ତା ହେଇଥାନ୍ତେ, ସୁନ୍ଦର ସୁନ୍ଦର ବିଷୟକୁ ସେ ଅନୁଭବ କରିଥାନ୍ତେ। ତାଙ୍କ ତଳେ ଅନେକ ଦାସ ଦାସୀ, ତାଙ୍କ ତଳେ ଅନେକ ଲୋକମାନେ ତାଙ୍କର ପରିଚର୍ଚ୍ଚା କରିବା ପାଇଁ, ତାଙ୍କର ସେବକ ହେବା ପାଇଁ ରହିଥାନ୍ତେ। ମାତ୍ର ସେ ଆଜି ସେଇ ସବୁ ବିଷୟକୁ ପରିତ୍ୟାଗ କରିକି ସେ, ଯାହାକି ଆମେ ଦେଖିଲୁ ପ୍ରେରିତ, ତାର ଆମେ ଯାହାକି ପ୍ରଥମେ ପାଠ କଲୁ, ପ୍ରେରିତ ତାର 7 ଅଧ୍ୟାୟ 7 ଅଧ୍ୟାୟର 23 ପଦରେ ଲେଖା ଅଛି, ତାଙ୍କୁ 40 ବର୍ଷ ପୂର୍ଣ୍ଣ ହେଉଥିବା ସମୟରେ ଆପଣା ଭାଇମାନଙ୍କୁ, ଅର୍ଥାତ୍ ଆପଣା ଭାଇମାନଙ୍କୁ, ନିଜର ଜାତି ଭାଇକୁ, ନିଜର ଜାତିର ଲୋକମାନଙ୍କୁ ସେ ଆଉ ଅନ୍ୟାୟ କରୁଥିବାଟା ଦେଖି ସେ ସହି ପାରିଲେ ନାହିଁ ଏବଂ ତାଙ୍କର ସପକ୍ଷରେ ସେ ଉଠିଲେ। ଲେଖା ଅଛି, ଦେଖ ସମୟରେ ଆପଣା ଭାଇମାନଙ୍କୁ ଅର୍ଥାତ୍ ଇସ୍ରାଏଲ ସନ୍ତାନ ମାନଙ୍କୁ ଶଙ୍ଖୋଳିବା ନିମନ୍ତେ ତାଙ୍କର ଇଚ୍ଛା ପୁଣି ଜାତ ହେଲା। କେତେବେଳକୁ? 40 ବର୍ଷ। ସେତେବେଳକୁ 40 ବର୍ଷ, 40 ବର୍ଷର ଏକ ଯୁବା। ସେତେବେଳକୁ ତାଙ୍କର ମାଇଣ୍ଡ ଥିଲା କି ଅନ୍ୟାୟର ପ୍ରତିକାର କରିବା ନିମନ୍ତେ ସେ ଚାହିଁଥିଲେ ରାଜା ହେଇଥାନ୍ତେ, ସିଂହାସନରେ ବସି ଅନେକ କାର୍ଯ୍ୟ କରିଥାନ୍ତେ। ମାତ୍ର ସେ ନିଜକୁ ସେ ନମ୍ର କରି ସେ କଣ କଲେ? ସେ ସବୁ ପରିତ୍ୟାଗ କରି ଲୋକମାନଙ୍କର ଆଉ ନିଜର ଭାଇମାନଙ୍କୁ, ନିଜର ଜାତି ଭାଇମାନଙ୍କର ସପକ୍ଷରେ ସେ କଥା ହେଇ ସେ ମିଶ୍ର ଦେଶରୁ ଆଉ ଫାରୋଙ୍କର ଅଧୀନରୁ ସେମାନଙ୍କୁ ବାହାର କରିବା ଆଣିବା ପାଇଁ ତାଙ୍କର ମନରେ କଣ ହଉଛି? ଇଚ୍ଛା ଜାତ ହଉଛି ବୋଲି ଉଲ୍ଲେଖ କରାଯାଇଛି। ଆଉ ଅନ୍ୟାୟର ପ୍ରତିକାର କରିବା ନିମନ୍ତେ, ଉପଦ୍ରବ ପାଉଥିବା ଲୋକମାନଙ୍କୁ ଅନ୍ୟାୟ ଦେବା ନିମନ୍ତେ,
ଏହା ହେଲା ନମ୍ରତାର ଗୁଣ। ନିଜର ସମସ୍ତ ବିଷୟ, ନିଜର ଗର୍ବ ଅଭିମାନକୁ ଛାଡ଼ି, ନିଜର ଧନ ସମ୍ପତ୍ତି ଏସବୁ ଛାଡ଼ିକି କିପରି ନମ୍ରତାର ଗୁଣ, ଯେଉଁମାନେ କି ଲୋକ ଚିହ୍ନି ପାରନ୍ତିନି, ଲୋକ ଜାଣି ପାରନ୍ତି ନାହିଁ, ଲୋକମାନଙ୍କର ମଧ୍ୟରେ ଗୋଟେ ଭୁଲ ବୁଝାମଣା ଥାଏ କି ଆକୁ କିଛି ଜଣା ନାହିଁ, ଏଇ ସବୁ ବିଷୟରେ ଥାଏ। ଆଉ ଏହି ନମ୍ରତାର ଲୋକମାନଙ୍କୁ ପ୍ରଭୁ କଣ କରିଥାନ୍ତି? ଧନ ଜନ ଏବଂ ସମ୍ମାନରେ ସେ ପୁରସ୍କାର ଦେଇଥାନ୍ତି, ଅନୁଗ୍ରହ କରିଥାନ୍ତି, ଆଶୀର୍ବାଦ କରିଥାନ୍ତି। ଆଜିର ଏଇ ମହିଳା ସମିତିର ସଭାରେ ଆଉ ମା ମାନଙ୍କର ବିଷୟରେ ତ କହିହେବ ନାହିଁ ବୋଲି ମୁଁ ଭାବି, ଏଇ ସମସ୍ତ ବିଷୟ ଯେତେବେଳେ ନମ୍ରତାର ଗୁଣ ସମସ୍ତଙ୍କୁ ଆବଶ୍ୟକ, ଯୋଉଟା କି ମା ମାନଙ୍କୁ, ଝିଅ ମାନଙ୍କୁ, ପ୍ରତ୍ୟେକଙ୍କୁ, ଆମମାନଙ୍କୁ, ଯାହାକି ପ୍ରଭୁଙ୍କର ଆଶୀର୍ବାଦକୁ ଆମେ କଣ କରିବା? ନମ୍ରତାର ସହିତ ପ୍ରଭୁଙ୍କର ଆଶୀର୍ବାଦକୁ ଆମେ ଛଡେଇ ଆଣିପାରିବା। ପ୍ରଭୁ ଏଇ ଅଳ୍ପ ବାକ୍ୟରେ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ, ସମସ୍ତଙ୍କୁ ନମସ୍କାର। ଆଉ ମୁଁ ଧନ୍ୟବାଦ ଦିଏ ଆମମାନଙ୍କର ପିଟର ହୋଷ୍ଟ ମହାଶୟଙ୍କୁ। ମୋ ଦିନକୁ ସ୍ମରଣ କଲେ, ପ୍ରେମ କଲେ ଏବଂ ବାକ୍ୟ ପରିବେଷଣ କରିବା ପାଇଁ ସୁନ୍ଦର ସୁଯୋଗ ଦେଲେ, ସେଥିପାଇଁ ଧନ୍ୟବାଦ ଦିଏ। ପ୍ରଭୁଙ୍କ ଠାରୁ ମଧ୍ୟ ତାଙ୍କୁ ମୁଁ ଆଶୀର୍ବାଦ ଏବଂ ଅନୁଗ୍ରହ, ପ୍ରଭୁ ତାଙ୍କୁ ବହୁଳ ଭାବରେ ଆଶୀର୍ବାଦ କରନ୍ତୁ। ନମସ୍କାର, ସମସ୍ତଙ୍କୁ ନମସ୍କାର। ବହୁତ ବହୁତ ଧନ୍ୟବାଦ ଦିଦି, ଅତି ସୁନ୍ଦର ବାକ୍ୟ ଥିଲା। ନମ୍ର ଲୋକେ ଧନ୍ୟ, ଏ ବିଷୟ ନେଇ ଅତି ସୁନ୍ଦର ଭାବରେ, ପ୍ରାଞ୍ଜଳ ଭାବରେ, ସୁଶିକ୍ଷା ସୁପରାମର୍ଶ ବାକ୍ୟ ଦେଇ ଆମମାନଙ୍କୁ କଥା କହିଲେ। ସେଥିପାଇଁ ପ୍ରଭୁ ଆପଣଙ୍କୁ, ଆପଣଙ୍କ ପରିବାରକୁ ସେବା କାର୍ଯ୍ୟରେ ବହୁଳ ବହୁଳ ଭାବରେ ଆଶୀର୍ବାଦ କରନ୍ତୁ। ମୂଷା କିଭଳି ନମ୍ର ହୋଇଥିଲେ, କିଭଳି ମୂଷା ନମ୍ରତା ସକାଶୁ କିଭଳି ସେ ପୃଥିବୀର ଅଧିକାରୀ ହୋଇପାରିଥିଲେ, ଆଉ ସେ ବିଷୟକୁ ନେଇ ଆପଣ ଅତି ସୁନ୍ଦର ଭାବରେ ଆଉ ପ୍ରାଞ୍ଜଳ ଭାବରେ ଆମମାନଙ୍କୁ ଶିକ୍ଷା ଦେଲେ। ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ପ୍ରକୃତରେ ଯେଉଁମାନେ ନମ୍ର ହୁଅନ୍ତି ସେମାନଙ୍କୁ ପ୍ରଭୁ ପୃଥିବୀର ଅଧିକାରୀ କରିଥାନ୍ତି। ନମ୍ର ଲୋକ ଆଉ ସେମାନେ ଅନେକ କାର୍ଯ୍ୟ ସାଧନ କରିପାରନ୍ତି, କାରଣ ଆମେ ଜାଣୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେତେବେଳେ ସେ ନିଜକୁ ନମ୍ର କଲେ, ନିଜକୁ ନ୍ୟୁନ କଲେ, ନିଜକୁ ଶୂନ୍ୟ କଲେ, ସେ ଆମମାନଙ୍କର ପିତା ହେବାର ଅଧିକାର ପ୍ରାପ୍ତ ହୋଇପାରିଲେ, କାରଣ ତାଙ୍କ ନମ୍ର ଜୀବନ ଅତି ଗୁରୁତ୍ୱପୂର୍ଣ୍ଣ ଥିଲା। କାରଣ ତାଙ୍କ ନମ୍ର, ସେ ଲୋକମାନେ ଯାହା ଇଚ୍ଛା ତାହା କଲେ ମଧ୍ୟ ନିଜକୁ ନମ୍ର କରି ସମସ୍ତ ସହି ଯାଉଥିଲେ। ଲୋକେ ଚାପୁଡା ମାରିଲେ ବି ହଁ, ଲୋକେ ଛେପ ପକାଇଲେ ବି ହଁ, ଲୋକମାନେ କୋରଡା ପ୍ରହାର କଲେ ବି ହଁ, କିଭଳି ନମ୍ର ଜୀବନ ଆମମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଥିଲା। ତେଣୁ ଆସୁ ଆମ୍ଭେମାନେ ଏହି ଦିନ ମାନଙ୍କରେ ମଧ୍ୟ ଆମେ ନିଜକୁ ନମ୍ର କରିବା। ଅନେକ ତ ନିନ୍ଦା ତାଡନା ଖ୍ରୀଷ୍ଟ ବିଶ୍ୱାସୀ ମାନଙ୍କ ପାଇଁ ରହିଅଛି, ଅନେକ ଘୃଣାର ବିଷୟ ଗୁଡାକ ରହିଅଛି। ଆମ ଜୀବନରେ ମଧ୍ୟ ଆମେ ନିଜକୁ ନମ୍ର କରିବା, ନିଜକୁ ନ୍ୟୁନ କରିବା, କାରଣ ବାକ୍ୟରେ ଲେଖାଯାଏ ଯେ নত ହୁଅନ୍ତି ପ୍ରଭୁ ତାହାକୁ କଣ କରନ୍ତି? ଉନ୍ନତ କରନ୍ତି। ଦିଦି ମଧ୍ୟ ବାକ୍ୟରେ କହୁଥିଲେ ନମ୍ର ଲୋକ ଧନ ସମାନ ଏବଂ ଆଉ ସେମାନେ କଣ ମାନ ପାଆନ୍ତି ବୋଲି କହୁଥିଲେ। ପ୍ରକୃତରେ ଯେଉଁମାନେ ନିଜକୁ ନମ୍ର କରନ୍ତି ଜଗତ ମଧ୍ୟରେ, ଆଉ ସମସ୍ତ ବିଷୟ ପଛରେ ପକାଇ ପ୍ରଭୁଙ୍କୁ ଆଗରେ ରଖି ଆଗକୁ ବଢନ୍ତି, ସେମାନଙ୍କୁ ପ୍ରଭୁ ଧନ ଜନ ମାନ ସମ୍ମାନ ଦିଅନ୍ତି। ତେଣୁ ଆସୁ ଏହି ଦିନ ମାନଙ୍କରେ ଆମେ ତାଙ୍କ ପ୍ରଭୁଙ୍କ ସେବା କାର୍ଯ୍ୟରେ ନିଜକୁ ନମ୍ର କରି ଆଗକୁ ବଢିବା। ତାହେଲେ ନିଶ୍ଚୟ ପ୍ରଭୁ ଆମ ପୃଥିବୀରୁ ସେ ତ ଆଶୀର୍ବାଦ କରିବେ, ତାଙ୍କ ରାଜ୍ୟରେ ମଧ୍ୟ ଆମମାନଙ୍କୁ ପ୍ରବେଶ କରିବା ପାଇଁ ସାହାଯ୍ୟ। ପ୍ରଭୁ ଆପଣା ବାକ୍ୟରେ ଆଶୀର୍ବାଦ କରନ୍ତୁ।